Praise the Lord. Praise the Lord. Praise the Lord, Mr. Praise the Lord. सर्वशक्तिमान प्रभु यीशु को मु धन्यवाद दिए जेहेतु ये आप जरिया प्रभुंकर वाक्य प्रचार करबा निमंते मते प्रभु सुजोग देई दिबा हेतु ए अनुग्रह निमंते प्रभु यीशु को मु धन्यवाद दिए विशेष करी आमे केवल गोटे विशेष विषय चिंता करूँ बाइबल गोटे बहुत बड़ मुख्य गोटे प्रथम अंश बोलिकी कहले भूल हेब नहीं कारण ख्रीष्ट यीशुଙ୍କର द्वितीय आगमन निमंते प्रस्तुत विषय ख्रीष्ट यीशुଙ୍କର द्वितीय आगमन दुई भागରେ विभक्त आग्रे କହିଛି ଏବେ ମଧ୍ୟ କହୁଛି ଆଉ ସବୁବେଳେ ଏହା କହିବି ମନେ କର ବୃଷ ଆଗମନ ବୃଷ ଆଗମନ ଯୌତନ ପର୍ବତରେ ପ୍ରାଣୀଙ୍କର ଚରଣ ବାଜିବ ପୃଥିବୀ ପୃଷ୍ଠରେ ବୃଷ ଆଗମନ ହବ ଆଉ ଯୋଉମାନେ ଦେଖିବେ ତାଙ୍କୁ ବିନ୍ଧିଥିବା ଲୋକମାନେ ମଧ୍ୟ ଦେଖିବେ ହର ହର ହେଇଯିବେ ଅପମାନ ହେଇଯିବେ ଭୟ କ୍ଷତି ହେଇଯିବେ ପାପ ଘରୁ ମୁକ୍ତ ଆଗମନ ହବ ଖ୍ରୀଷ୍ଟଙ୍କର ଆଗମନ ମଧ୍ୟାକାଶରେ ହେବ ମଧ୍ୟାକା ଆକାଶରେ ଦୁଷ୍ଟ ଶକ୍ତି ଅଛି ତା ସହିତ ଯୁଦ୍ଧ ହବ ତାକୁ ତଳେ ପକେଇ ଦେବେ ମଣ୍ଡଳୀ ଉପରକୁ ଉଠାଯିବ ଆଉ ସେଇ ସମୟରେ ଯୋଉମାନେ ପ୍ରକୃତ ସେମାନେ ହିଁ ଯିବେ ସେଇ ବିଷୟରେ ଚିନ୍ତା କରୁଛୁ ସେଇ ମାତୃ ପୁସ୍ତକ 25 ଅଧ୍ୟାୟ 10 ପଦକୁ ଚିନ୍ତା କରୁ ଯୋଉମାନେ ପ୍ରକୃତ ଥିଲେ ସେମାନେ ବରକୁ ସାକ୍ଷାତ କରିବା ପାଇଁ ଥିଲେ ମିଳିଲେ ଯେମାନେ ଅପ୍ରସ୍ତୁତ ଥିଲେ ସେମାନେ ତୈଳ କିଣିବା ପାଇଁ ମାର୍କେଟକୁ ବଜାରକୁ दुकान वाला पाखକୁ ଗଲେ ସମୟ ଥିଲା ରାତ୍ର ହେଲେ ମଧ୍ୟ ଯିବା ରାତ୍ର ଖୋଲା ଅଛି ବେପାରୀ ମାନଙ୍କ ପାଇଁ ସେ ବିକ୍ରି କରନ୍ତି ତେଲ କିଣିବା ପାଇଁ ଗଲେ ତେଲ ନଥିଲେ ପ୍ରଦୀପ ଜଳିବ ନାହିଁ प्रदीप न जलिले वरକୁ ସାକ୍ଷାତ କରିପାରିବେ ନାହିଁ ଏଣୁ ଏସବୁ ବୁଦ୍ଧିମାନଙ୍କ ଠାରେ ତୈଳ ଥିଲା କି ତେଲ ବୋଲି କହିଲେ ମିଠା ତେଲ ଥିଲା ଆମେ ଦେଖିଲୁ ଲେବୀ ପୁସ୍ତକ 24 ଅଧ୍ୟାୟ 1 ପଦ ପଢିଲୁ ଆଉ ବୁଝିଛୁ କେବଳ ଜାଣିପାରୁଛୁ କେବଳ ମିଠା ତେଲ ସମାଗମ ତମ୍ବୁରେ ପ୍ରଦୀପ ଜଳା ହଉଥିଲା ସେଇ ପ୍ରଦୀପ ଆଜି ମଧ୍ୟ ଏବେ ମଧ୍ୟ ଆମକୁ ଦରକାର ପରକୁ ସାକ୍ଷାତ କରିବା ପାଇଁ ପ୍ରିୟ ବନ୍ଧୁମାନେ ମିଠା ତେଲ କୁଆଡୁ ଆସିବ ବୋଲି କହିଲେ ମଞ୍ଜିରୁ ଆସିବ ମଞ୍ଜି କୁଆଡୁ ଆସିବ ବୋଲି କହିଲେ ଫଳରୁ ଆସିବ ଫଳ କେଉଁଠୁ ପାଇପାରିବା ବୋଲି କହିଲେ ଗଛରୁ ପାଇପାରିବା ଆମେ ଗଛ ବିଷୟରେ ଚିନ୍ତା କରୁଛୁ ବୃକ୍ଷର ଚେର ସେ ଚେରରୁ ପୁଣି
ଏ ଗଛର ଗଣ୍ଡିରେ ଆମେ ଅଛୁ, ଗଣ୍ଡିରେ ଅଛୁ। ଚେର କିଏ ବୋଲି କହିଲେ ଇସାଇ ପୁସ୍ତକରେ ପଢିଲୁ ରକ୍ଷାପ୍ରାପ୍ତ ଲୋକମାନେ। ରକ୍ଷାପ୍ରାପ୍ତ ବୋଲି କହିଲେ ମନ୍ଦରୁ ରକ୍ଷା, ଭାଙ୍ଗରୁ ରକ୍ଷା, ମୃତ୍ୟୁରୁ ରକ୍ଷା, ବାହାରେ ଯିବାରେ ଭିତରେ ଆସିବା ରକ୍ଷା, ମହାମାରୀରୁ ରକ୍ଷା, ଏମିତି ରକ୍ଷାପ୍ରାପ୍ତ ଲୋକମାନେ। ଏ ଗଛ ହଉଛି କଣ? ମଣିଷ ଅଛି ଗଛ, ମଣିଷ ହଉ ଶିଶୁ, ଈଶ୍ୱର ମଣିଷ ଥିଲେ, ଆଉ ଶିଶୁଙ୍କ ଶରୀର ହଉଛି ମଣ୍ଡଳୀ ବୋଲି ଗତ ଦିନ ମାନଙ୍କରେ ଆମେ ଚିନ୍ତା କରିଛୁ। ତେରରୁ ଆସିଲା, ତେର ଆଉ ତେର ଜନ୍ମ କରିବ। ସନ୍ତାନ ପ୍ରସବନ କଲେ କେହି ପରିତ୍ରାଣ ପାଇବେ ନାହିଁ ବୋଲି ତିମୋଥୀ ପୁସ୍ତକରେ ଆମେ ଚିନ୍ତା କରିଛୁ। ସନ୍ତାନ ବୋଲି କହିଲେ ଆତ୍ମିକ ସନ୍ତାନ। ତିମୋଥୀ କହିଲେ, ତିମୋଥୀକୁ କହିଲେ ପାଉଲ ପ୍ରିୟ ପୁତ୍ର, ସେ ଥିଲେ ତିମୋଥୀ। ଆଉ ସେମାନେ ପରିତ୍ରାଣ ପାଇବେ, ଆଉ ସେମାନେ ଈଶ୍ୱର ରାଜ୍ୟକୁ ଯିବେ। ତାପରେ ଆସିଲୁ ମୂଳ। ମୂଳ ବିଷୟରେ ଆମେ ଦେଖିଲୁ ଦାରୁରଙ୍କ ମୂଳ ଉତ୍ପଳ ସଂସ୍ଥାପି ତାରା। ଗୋଟେ ତାରା ତଳେ ପଡିଛି, ଆଉ ଗୋଟେ ତାରା ଦାନିଏଲ ପୁସ୍ତକରେ ଲେଖା ଅଛି। ତୃତୀୟ ଭିତରେ ଗୋଟେ ତାରା ଲେଖା ଅଛି। ଯାକୁବ ପୁସ୍ତକରେ ଗୋଟେ ତାରା ଦେଖିଲୁ। ପ୍ରକାଶିତ ବାକ୍ୟରେ ଦେଖିଲୁ ତାରା। ଆୟ ତାରା ଭିତରେ ଗୋଟେ ତାରା ଆମେ ଚିନ୍ତା କରୁଛୁ। ଯୋଉମାନେ ଅନେକକୁ ଧର୍ମର ପ୍ରତି ଫେରି ଆଣିବେ ସେମାନେ ହଉଛନ୍ତି ତାରା, ଆଉ ସେମାନେ ହଉଛନ୍ତି ସୂର୍ଯ୍ୟ, ସେମାନେ ହଉଛନ୍ତି ମୂଳ। ଗଣ୍ଡି କଣ ବୋଲି କହିଲେ ଆରମ୍ଭ କରିଛୁ ଗଣ୍ଡି। ପଢନ୍ତୁ ଆଇବ ପୁସ୍ତକ ଆଉ ଥରେ ପଢନ୍ତୁ। 14 ଅଧ୍ୟାୟ 8 ରୁ 9। କାରଣ ବୃକ୍ଷ ବିଷୟରେ ଆଶା ଥାଏ, ତାହା କଟାଗଲେ ପୁନର୍ବାର ପଲ୍ଲବିତ ହେବ ଓ ତହିଁର କୋମଳ ଶାଖାର ଅଭାବ ହେବ ନାହିଁ। ଯଦ୍ୟପି ତହିଁର ମୂଳ ମୃତ୍ତିକାରେ ପୁରୁଣା ହୋଇଯାଏ ଓ ତହିଁର ଗଣ୍ଡି ଭୂମିରେ ମରିଯାଏ, ତଥାପି ଜଳର ଗନ୍ଧ ପାଇଲେ ତାହା ପଲ୍ଲବିତ ହେବ ଓ ରୋପିତ ବୃକ୍ଷ ତୁଲ୍ୟ ଶାଖା ବିଶିଷ୍ଟ ହେବ। ଗଣ୍ଡି ମରିଗଲେ ମଧ୍ୟ ମୂଳ ପୁରୁଣା ହେଇଗଲେ ମଧ୍ୟ ଜଳର ଗନ୍ଧ ବାଜିଲେ ଫଳବତୀ ହବ, ରୋପିତ ବୃକ୍ଷ ପରି ହେବ, ଉଦ୍ୟାନ ପରି ହେବ। କଣ ବାଜିଲେ? ଜଳର ଗନ୍ଧ ବାଜିଲେ। ଶୁଣନ୍ତୁ, ଯଦି କିଏ ମରିଯାଇଛି, ମରିବା ବିଷୟରେ ତ ଗତ ଥର ମୁଁ ଆପଣମାନଙ୍କୁ କହିଛି, ଆପଣମାନେ ମନେ ରଖିଛନ୍ତି କି ନାହିଁ? ହିତୋପଦେଶ 5:23 ଲେଖା ଅଛି। କଣ ଲେଖା ଅଛି? ଉପଦେଶ ନ ହେଲେ ମରିବ। ଆଉ ତିମୋଥୀ ପୁସ୍ତକ 5:6 ଲେଖା ଅଛି, ଯୋଉମାନେ ଭୋଗବିଳାସରେ ଆସକ୍ତ, ସେମାନେ ଜୀବିତ ଥିଲେ ହେମନ୍ତୁ। ରୋମୀ 6:23 ଲେଖି ଦେଖିଲୁ, ପାପର ବେତନ ହଉଛି ମୃତ୍ୟୁ। ଯୋହନ ପୁସ୍ତକ
ମୋରି ମୋର ଖାଇ ବୋଲି କାରଣ କଣ ସେ ବିଷୟରେ ଚିନ୍ତା କରିବା କିନ୍ତୁ ଯେ କୌଣସି ପ୍ରକାରରେ ମରିଥିଲେ ମଧ୍ୟ ଜଳର ଗନ୍ଧ ବାଜିଲେ ସେ ପୁନର୍ବାର ବଞ୍ଚିବ ତେବେ ଜଳ ହଉଛି କଣ जीवनी अभी ध्यान दे रखो तो बोला तुम जल कौन जिरिमा केते 2 अध्याय 13 पद କାରଣ ଆମର ଲୋକମାନେ ଦୁଇଟି ଦୋଷ କରିଅଛନ୍ତି ସେମାନେ ଅମୃତ ଜଳର ନିର୍ଝର ସ୍ୱରୂପ ଯେ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ପୁଣି ଆପଣାମାନଙ୍କ ନିମନ୍ତେ ନାନା କୂପ ଖୋଳିଅଛନ୍ତି ସେସବୁ ଭଗ୍ନ କୂପ ଜଳ ଧାରଣ କରି ନପାରେ ଆମର ଲୋକମାନେ ଦୁଇଟି ଦୋଷ କରିଅଛନ୍ତି ଅମୃତ ଜଳର ନିର୍ଝରରେ ଆମ୍ଭେ ପରମେଶ୍ୱର ଏଇ କଥା କହୁଛନ୍ତି କଣ ବୋଲି କହୁଛନ୍ତି ଅମୃତ ଜଳର ନିର୍ଝର ଆମ୍ଭେ ଅମୃତ ଜଳ ଅମୃତ ଜଳ ଜଳ ବୋଲି କହିଲେ ଗତ ଦିନ ମାନଙ୍କର ମୁଁ କହିଛି ନଦୀ କି କହିବେ ଜଳ ସ୍ରୋତ ବୋଲି କହିବେ ଜଳ ସ୍ରୋତ ନିକଟରେ ରମିତ ବୃକ୍ଷ ବୋଲି କହିଲେ ପାଣି ପାଖରେ ନଦୀ ପାଣି ପାଖରେ ରହିବା କଥା ନଦୀ ପାଣି କି କହିବେ ଜଳ ସ୍ରୋତ ଜଳରାଶି ବୋଲି କହିଲେ ସମୁଦ୍ରକୁ ବୁଝାଏ ଜଳରାଶି ଜଳାଶ୍ରୟ ବୋଲି କହିଲେ ବନ୍ଧକୁ କୁହାଯିବ ଜଳାଶ୍ରୟ ଜଳକୂପ ବୋଲି କହିଲେ କୂଅକୁ କୁହାଯିବ ଜଳକୂପ କିନ୍ତୁ ଜଳକୂପରେ ଜାତି ଭେଦ ବାହାରିଲା ନା ନଦୀ ଜଳରେ ବୋଲି କହିଲେ ଏଦର ଉଦ୍ୟାନରେ ଗୋଟିଏ ନଦୀ ଥିଲା 4ଟା ଧାର ହେଲା କୂଅରେ ପାଣି କାଢୁଥିବା ସବେଣିଆ ସ୍ତ୍ରୀକୁ ଯୀଶୁ ଗୋଟେ କଥା କହିଲେ କଣ ବୋଲି କହିଲେ ମୁଁ ତୁମକୁ ଜଳ ଦେବି ଯୀଶୁ ନିଜେ କହିଲେ ମୁଁ ତୁମକୁ ଜଳ ଦେବି ଯୋଉ ଜଳ ପିଇଲେ କି କେବେ ଦୂଷିତ ହବ ନାହିଁ ଏଇ ଜଳ କେବେ ଦେଲେ କି ଦେଇନାହାନ୍ତି ସମିଣିଆ ସ୍ତ୍ରୀକୁ ଯୋଉ ଜଳ ଦେବା ନିମନ୍ତେ ଯୀଶୁ କହିଥିଲେ ହଁ ସେ ଜଳ ଦେଇଲେ ଯୋହାନ ପୁସ୍ତକ 19 ଅଧ୍ୟାୟ ତାର 34 ପଦରେ କଣ ଲେଖା ଅଛି ପରମା କିନ୍ତୁ ସୈନ୍ୟମାନଙ୍କ ମଧ୍ୟରୁ ଜଣେ ବର୍ଚ୍ଛାରେ ତାହାଙ୍କ କକ୍ଷଦେଶ ବିଧିଲା ଆଉ ତତ୍କ୍ଷଣାତ୍ ରକ୍ତ ଓ ଜଳ ବାହାର ହେଲା ରକ୍ତ ଆଉ ଜଳ ବାହାରିଲା ଏଇ ଜଳ ସମରିଣିଆ ସ୍ତ୍ରୀକୁ ଦେବା ନିମନ୍ତେ ପ୍ରଭୁ ଯୀଶୁ କହିଥିଲେ ଆଉ ଏଇ ଜଳ ପେଣ୍ଟିକଷ୍ଟ ଦିବସରେ ବୃଷ୍ଟି ହେଇଛି ଏ ଜଳ ହଉଛନ୍ତି ପବିତ୍ର ଆତ୍ମା ତେବେ ଜଳ ହଉଛନ୍ତି ନିଜେ ଈଶ୍ୱର କହିଲେ ଆମ୍ଭେ ଅମୃତ ଜଳର
केबे प्रार्थना जीवाकू नहीं पाप बोली कहले किसी ताकू नहीं धर्म बोली कहले किसी जणा नहीं एमिति गोटे मूर्ख व्यक्ति उपदेश अभाव मरीजिव एक भोग विलास सत्य हेले मरिब उपदेश वाक्य नथिले मरिब वाक्य होची जीवन एमिति मूर्ख भितर गोटे मूर्ख आम देखिलु मन्ना खाई बोले तबे माना किए देले भाई इस्राएल लोग को माना किए देले नीचे सदा प्रभु परमेश्वर देखते हेले लोक माने खाई कि मरतु बोली देले कि प्रभु लोक माने मागिले लोक माने मागिबा है तो प्रभु खाया पाई देले तबे माना खाई कि बोले ईश्वर माना लोक मानकु इस्राएल लोक मानकु देले तबे एटा की प्रकार खाद्य बोली कहले एहा शारीरिक खाद्य को बुझाए शारीरिक खाद्य होची माछ मांस चिकन बिरयानी मटन बिरयानी मटन देहम बिरयानी आ कौन बिरयानी गुड़ी अच्छी मते जଣା नहीं आपण माने बधे के उच्च शिक्षित लोक माने होटेल बड़ बड़ होटेल रही थांती खाई थांती अनुभूति रही थाई पारे सब खाई लोक बंचिके यह बंचवा खाद्य नुहे खाई मरिबा खाद्य तबे मन्ना जागतिक खाद्य को बुझाए ସେଥିପାଇଁ 78 ଗୀତର 24 ପଦ ଖଣ୍ଡେ ପଢନ୍ତୁ से आउ से भोजनार्थे सेमानको उपरे माना वर्षाइले और सेमानको स्वर्गर शस्य प्रदान कले ये प्रकार खाद्य आमे देखुछु भोजनार्थे मन्ना वर्षाइले वर्षा बोली कहले जानि तो कोटिर पानी वर्षा हुए हमरो छोट छोट आमे थिलु से समय बुढ़ा माने कथा होतले स्वर्गर पानी नाही ऊपर बारे पडुनी तो ऊपर बारे स्वर्ग अछि सदी भाई से माने गोटे ना दे देले स्वर्गर वृष्टि बोली नाही हां आकाश होई पारे आकाश बोली बहुत तर अछि ओ आकाश बोली कहले एरा बहुत कथा समुद्र जल बाष्प हुए ठीक अछि बाष्प है ऊपर को जाए अब ऊपर रे केवल बरफ है कि थाए मेघ है कि बरफ है कि थाए अब पानी टेकुआ कहीं गोटे कथा विश्वास कली मुझे देखिली ए वाक्य को मु सत्य बोली प्रमाणित करबा निमंते गोटे कथा अनुभूति रे मु कहूची अनुभूति नथिला मते केबे उड़ा जहाज रे बसिबा हमर छोट छोट पिला बेल हमर छोट समय हमर बापा माने केवल बापा मां से सब उड़ा जहाज जते बेले ऊपर उड़ी के जाए आ से समय सब धूप जळै की प्रणाम करूथिले आकाश को जोहार करूथिले उड़ा जहाज जते बेले
हेलिकॉप्टर जब उड़की आसी सेपट मुई ही गाँ लोक को कहली ए समस्ते आस हलदी पानी आण धूप जला मुझे कहली प्रभु यीशु को विश्वास कली विश्वासी हेली प्रभुंकर वाक्य नहीं कि देश विदेश को जावाक मत पड़ा से समय मुझे उड़ाजाहाज बसी नी प्रथम थर उड़ाजाहाज बसला समय फ्लाइट बसला समय मोर अनुभूति से सब मत कहवाई टाइम ना किंतु हंकंग मुझे आसूसी हाँ ना हंकंग मुझे सिंगापुर से समय एते मेघ होता कहवाक ना बहुत मेघ होता वर्षा धुड़ु 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 वर्षा आरंभ लगे मेघ घड़घड़ी से ମୁଁ ଭାବୁଥିଲି ଆଜି କ୍ୟାନ୍ସେଲ କରିଦେବେ ଫ୍ଲାଇଟ୍ କିନ୍ତୁ କ୍ୟାନ୍ସେଲ ହେଲା ନାହିଁ ସବୁ ଉଡ଼ାଜାହାଜରେ ବସିଲୁ ସେ ଉପରକୁ ଉଠେଇଲେ ଉଡ଼ାଜାହାଜ ଜାହାଜ ଉପରେ 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 ବୁଲିକି ଯାଉଛି ଆମେ କେବଳ ମେଘକୁ ବାହାର କରି ଉପରକୁ ଯେତେବେଳେ ଗଲୁ ଏତେ ଖରା ଦିଆ କହିବା ସେଥିରେ ମୁଁ ଜାଣିଲି वर्षा स्वर्गर पड़े ना वर्षा केवल ए समुद्र पानी बाष्प होगी मेघ होगी बरफ होगी वर्षा पड़े वर्षा को कहती अन्य गोटे भाषा वृष्टि वृष्टि है ध्यान से शुणु मन्ना बरसैले आउ थे पढ़ु माँ आउ थे पढ़ु झील से गीत संगीता 78 24 पद को आउ थे पढ़ु ଆଉ ସେ ଭୋଜନାର୍ଥେ ସେମାନଙ୍କ ଉପରେ ମାନ୍ନା ବର୍ଷାଇଲେ ଓ ସେମାନଙ୍କୁ ସ୍ୱର୍ଗର ଶସ୍ୟ ପ୍ରଦାନ କଲେ ଦି ପ୍ରକାର ଖାଦ୍ୟ ଏଠି ଆମେ ଦେଖୁଛୁ ଗୋଟେ ପ୍ରକାର ଖାଦ୍ୟ मन्ना बरसैले आउ स्वर्गर शस्य प्रदान कले कहीं माना बरसैले माना खाई इस्राएल लोक मले कि नहीं मले एबे तो देखलु जहन पुस्तक 6 अध्याय तार केते 50 पद देखलु ना आउथरे पढो तुसे 50 पद पढो तमा ତୁମ୍ଭମାନଙ୍କର ପିତୃପୁରୁଷ ପ୍ରାନ୍ତରରେ ମାନ୍ନା ଭୋଜନ କରି ମୃତ୍ୟୁ ଭୋଗ କଲେ हां मन्ना भोजन कले बोले मन्ना के देले परमेश्वर देले इस्राएल लोक को मन्ना खाई के बोले तबे माना होची कर बोली कहिले ए जागतिक शारीरिक खाद्य काई की माना वर्षले परमेश्वर बोली कहिले ए इस्राएल लोक माने जतबेले मिस्र रु बाहरी की आसिले प्रांतर मध्य से मान यात्रा आरंभ कले मरुभूमि रे से माने यात्रा आरंभ कले मरुभूमि रे जतबेले यात्रा करछंती सेमानको पीवा पाई पानी मिलना नाही पानी न मिलबा हेतुरु पत्थर चट्टान पानी बाहर करी परमेश्वर देले खाइबा पाई किछि न मिलबा हेतु लोक माने केवल मशा को हारण को ठेंगा धरी की बाहर दाबी कले आउ से माने कहउछंती पड़तु
ଯାତ୍ରା ପୁସ୍ତକ 16 ଅଧ୍ୟାୟ 1 2 3 ପଢନ୍ତୁ ପଢିଲେ ଜାଣିପାରିବେ କଣ ଯାତ୍ରା 16 ଅଧ୍ୟାୟ। ଅନନ୍ତର ସେମାନେ ଏଲିମ ଠାରୁ ଯାତ୍ରା କଲେ ଆଉ ମିଶର ଦେଶ ଛାଡ଼ିଲା ଉତ୍ତାରେ ଦ୍ୱିତୀୟ ମାସର 15 ଦିନରେ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ଏଲିମ ଓ ସିନିଅର ମଧ୍ୟବର୍ତ୍ତୀ ସିନ୍ ପ୍ରାନ୍ତରରେ ଉପସ୍ଥିତ ହେଲେ। ସେତେବେଳେ ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ମଣ୍ଡଳୀ ମୋଶା ଓ ହାରୋନଙ୍କ ବିରୁଦ୍ଧରେ ପ୍ରାନ୍ତରରେ ବଚସା କଲେ। ପୁଣି ଇସ୍ରାଏଲ ସନ୍ତାନଗଣ ସେମାନଙ୍କୁ କହିଲେ, ହାୟ ହାୟ, ଆମ୍ଭେମାନେ ଯେତେବେଳେ ମାଂସ ହାଣ୍ଡି ପାଖରେ ବସି ତୃପ୍ତି ପର୍ଯ୍ୟନ୍ତ ଅନ୍ନଭୋଜନ କରୁଥିଲୁ, ସେତେବେଳେ ଯେବେ ଆମ୍ଭେମାନେ ମିଶର ଦେଶରେ ସଦାପ୍ରଭୁଙ୍କ ହସ୍ତରେ ମରିଥାନ୍ତୁ, ତୁମ୍ଭେମାନେ ଏହି ସମସ୍ତ ମଣ୍ଡଳୀକି କ୍ଷୁଧାରେ ମାରିବା ପାଇଁ ଆମ୍ଭମାନଙ୍କୁ ବାହାର କରି ଏହି ପ୍ରାନ୍ତରକୁ ଆଣିଲ। ଭୂତାରେ ମାରିବା ପାଇଁ, ପୋକରେ ମାରିବା ପାଇଁ ତୁମେ ଆମକୁ ବାହାର କରି ଆଣିଲ। ତ ପାଷ୍ଟର ସେକେଣ୍ଡ ପାଷ୍ଟର ସରିଗଲେ। ବିଶ୍ୱାସୀ ମଣ୍ଡଳୀ ସବୁ ଠିଆ ଧରିକି ବାହାରିଲେ। ସେତେବେଳେ ପାଷ୍ଟର ଆଜ୍ଞା ଆଣ୍ଠୁ ପାତିକି ସଦାପ୍ରଭୁ ଠାରେ କାନ୍ଦିଲେ। ଏ ସଦାପ୍ରଭୁ, ଏ ପରିସ୍ଥିତି ତମେ ବୁଝ। ସେତେବେଳେ ପରମେଶ୍ୱର କହିଲେ, ଭୟ କର ନାହିଁ ମୋର ଦାସ, ମୁଁ ତୁମକୁ ବାଟ ମୁଁ ଦେଖାଉଛି। ଆଉ ସେ ସମୟରେ ଲୋକମାନେ ଖାଇବା ନିମନ୍ତେ ମାନ୍ନା କଲେ, ଆଉ ମାନ୍ନା ଖାଇଲେ, ଆଉ ଲୋକମାନେ ମଲେ। ଆଜି ମଧ୍ୟ ମଣ୍ଡଳୀର କେତେକ ପକ୍ଷ ଆତ୍ମିକ ଖାଦ୍ୟକୁ ସେମାନଙ୍କୁ ଦରକାର ନାହିଁ। ସବୁ ସାଂସାରିକ ବିଷୟ ସବୁ କେବଳ ଚିନ୍ତା କରନ୍ତି। ମଣ୍ଡଳୀକି ସାଂସାରିକ ମଣ୍ଡଳୀକୁ ଆଉ ଲୋକମାନେ ମଧ୍ୟ ଦେଖନ୍ତି ସାଂସାରିକ ମଣ୍ଡଳୀ କେବଳ ପବିତ୍ରତା, ମଣ୍ଡଳୀ ସିଦ୍ଧତା, ମଣ୍ଡଳୀ କେବଳ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ, ଏମିତି ମଣ୍ଡଳୀ କି ଅଳ୍ପ ଲୋକ ଦେଖୁଛନ୍ତି। ମଣ୍ଡଳୀର ଗିର୍ଜା ଘର ଅଛି କି ନାହିଁ, ତଳେ ମାର୍ବଲ ପଡିଛି କି ନାହିଁ, ଜାଗତିକ ବିଷୟ ଅଧିକ ଦେଖୁଛି, ଆତ୍ମିକ ବିଷୟକୁ ଲୋକମାନେ ଭୁଲି ଯାଆନ୍ତି। ହଁ, ପ୍ରଭୁ ଜାଗତିକ ଆତ୍ମିକ ଉଭୟ ଦିଅନ୍ତି, କିନ୍ତୁ ପ୍ରଥମେ ତାଙ୍କ ରାଜ୍ୟ ଧାର୍ମିକତା ଅନ୍ବେଷଣ କର, ମୁଁ ସବୁ ଦେବି ବୋଲି କହିଛି। କିନ୍ତୁ ଲୋକମାନେ ପରେ ଧାର୍ମିକ ଦେଖାଯାଉଛି, ପରେ ଆରାଧନା, ପରେ ପ୍ରାର୍ଥନା ପକେଇ ଦିଅନ୍ତି ଯୀଶୁକୁ ପଛରେ, ଆଉ ନିଜେ ଆଗରେ ବସି ଶାରୀରିକ ଜାଗତିକ ବିଷୟରେ ସବୁ ଆଗକୁ ଆଣନ୍ତି, ଆତ୍ମିକ ବିଷୟକୁ ପଛରେ ରଖି ଦିଅନ୍ତି। ଆଉ ସେଇମାନଙ୍କର ଅବସ୍ଥା କଣ ହବ? ସେମାନଙ୍କର ଜୀବନରେ ଯୀଶୁ ଶୋଇପଡ଼ିବେ। ସେ କହିଛନ୍ତି କେବେ ନିଦ୍ରା ଯାଆନ୍ତି ନାହିଁ କି ଘୁମାନ୍ତି ନାହିଁ। ଦିନେ ଜଳଯାତ୍ରାରେ ପ୍ରଭୁ ଶୋଇପଡ଼ିଲେ। ପାଣି ଆସୁଛି ଡଙ୍ଗାରେ, ସମୁଦ୍ରରେ ଡଙ୍ଗା ନୌକା ଚାଲିଛି, କିନ୍ତୁ ଏ ଶିଶୁମାନେ ଯୀଶୁକୁ ମୁସଲା ଦେଇକି ପଥର ପକେଇଦେଲେ। ଯେତେବେଳେ ସେ ପଥରକୁ ରହିଛନ୍ତି, ଏମାନେ ଆଗରେ ହେଇଛନ୍ତି। ଓ ସମୁଦ୍ର ଆତିଥ୍ୟ ହେଲା ପରେ ସମୁଦ୍ର ଢେଉ ଗର୍ଜନ କଲା। ସେତେବେଳେ କହୁଛନ୍ତି ଆମେ ମଲୁ ବୋଲି କହୁଛନ୍ତି। ସେଥିପାଇଁ ଯୀଶୁ ମଧ୍ୟ ଅଛନ୍ତି। ଯାହାର ଅର୍ଥ ଯୀଶୁ ତୁ କେମିତି ହେଲେ ହେଇଟା ଆମେ ମଲୁ। ଯୀଶୁକୁ ପଥରେ ପକାନ୍ତୁ ନାହିଁ। ଯୀଶୁ କେବେ ପଥରେ ରହନ୍ତି ନାହିଁ ହେଲା। ଯୀଶୁକୁ ଯେତେବେଳେ ଆଗରେ କରିବ, ତମେ ପଥରେ ଯଦି ରହିବ, ସିଂହ ସେପଟ ଆସୁଛି, ସିଂହ ସାମ୍ନାରେ ଯୀଶୁ, ସିଂହ ମୁଣ୍ଡିଆ ମାରିବ ଯୀଶୁକୁ, ସୃଷ୍ଟିକର୍ତ୍ତା ପ୍ରଭୁ। ଆଉ ସେପଟେ ଆଜ୍ଞା ଦେଲେ ଦାନିଏଲଙ୍କୁ କେବଳ ସିଂହ ଦନ୍ତ ଫଳକ ହେଇକି ଶୋଇବା ପାଇଁ ଦେଲେ।
ଚିନ୍ତା କରୁଛୁ ବିଷୟ ହଉଛି କଣ ବିଷୟ ବୁଝିପାରୁଛନ୍ତି ତ ଇସ୍ରାଏଲ ଲୋକମାନେ ମନ୍ନା ଖାଇଲେ ଆଉ ବୋଲେ बोले कौन आप बोला नहीं बोले गला जब शिशु पर आगमन है ही नहीं ना सुजोग पाइले जड़र गंध बाजिले मरी जाइले मध्य पुनर्बार उठिबे जल होते सदा प्रभु परमेश्वर होते भाग्य आज मत भाग्य अच्छी तुम पाए যদি তুমি মরি যাইছ উপদেশ ভাবে মরিছ অগবিরাসরে আসক্ত হয়ে মুক্ত হইছ পাপ করিকি পাপর বেতন মুক্ত মরি যাইছ যদি তো মান্না খাইকি মরিছ আজি মতো মান্না আছে এই প্রকার খাদ্য আছে ମାନେ ଗ୍ରାମକୁ ଯାଇଛନ୍ତି ଖାଦ୍ୟ କିଣିବା ନିମନ୍ତେ ସେଇ ସମୟରେ ସ୍ତ୍ରୀ ଲୋକ ସହିତ କଥାବାର୍ତ୍ତା କରୁଛନ୍ତି ଯୀଶୁ ଆଉ ଶିଶୁମାନେ ଆସି କହିଲେ ଭୋଜନ କରିବା ନିମନ୍ତେ ମୋର ପିତାଙ୍କର ଇଚ୍ଛା ସାଧନ କରିବା ଏହା ମୋର ଖାଦ୍ୟ କହିଲେ ଜହନ 4 ଅଧ୍ୟାୟ 34 ପଦରେ ତାହାର ଖାଦ୍ୟ କଣ ଯୀଶୁ ସେମାନଙ୍କୁ କହିଲେ ମୋର ପ୍ରେରଣକର୍ତ୍ତାଙ୍କ ଇଚ୍ଛା ସାଧନ କରିବା ଓ ତାହାଙ୍କର କାର୍ଯ୍ୟ ସମାପ୍ତ କରିବା ଏହା ହିଁ ମୋର ଖାଦ୍ୟ ଯୀଶୁ କହିଲେ ଶିଶୁମାନଙ୍କୁ ମୋର ପ୍ରେରଣକର୍ତ୍ତାଙ୍କର ଇଚ୍ଛା ସାଧନ କରିବା ମୋର ଖାଦ୍ୟ ପ୍ରେରଣକର୍ତ୍ତାଙ୍କର ଇଚ୍ଛା କଣ ପ୍ରତ୍ୟେକ ଖ୍ରୀଷ୍ଟିଆନ ମଣ୍ଡଳୀରେ ଏହା ଲାଷ୍ଟରେ ପ୍ରାର୍ଥନା କରାଯାଏ ଏ ଆମମାନଙ୍କର ସତ୍ୟ ପିତା ତୁମ ନାମ ପବିତ୍ର ବୋଲି ମାନ୍ୟ ହଉ ତୁମର ରାଜ୍ୟ ଆସୁ ଯେପରି ସ୍ୱର୍ଗରେ ସେପରି ପୃଥିବୀରେ ତମର ଇଚ୍ଛା ସଫଳ ହେଉ এই প্রার্থনা করি পাও প্রার্থনার অর্থ জানিও তোমার ইচ্ছা সফল হবনি বলে ঈশ্বরଙ୍କର ইচ্ছা কଣ ପ୍ରଥମ ତିମୋଥୀ 2:4 ପଦରେ ଲେଖା ଅଛି ঈশ্বরଙ୍କର ଇଚ୍ଛା କଣ ପଢନ୍ତୁ ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି ଏହା ସେ ଇଚ୍ଛା କରନ୍ତି ঈশ্বরଙ୍କର ଇଚ୍ଛା କଣ ସମସ୍ତେ ପରିତ୍ରାଣ ଏବଂ ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି ଏହା ସେ ଇଚ୍ଛା କରନ୍ତି ଓ ସମ୍ବନ୍ଧରେ ଜ୍ଞାନ ସମ୍ବନ୍ଧରେ ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି ସତ୍ୟ କହିଲେ କଣ ଜନ ପୁସ୍ତକ 17:17 ପଦରେ ଲେଖା ଅଛି ତୁମର ବାକ୍ୟ ତ ସତ୍ୟ ପଢିବେ ନା ପଢବା ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର ତୁମର ବାକ୍ୟ ତ ସତ୍ୟ ବାକ୍ୟ ତ ସତ୍ୟ ସତ୍ୟ ଜାଣିଲେ ମୁକ୍ତ ପାଇବ ମୁକ୍ତ ପାଇଲେ ଈଶ୍ୱର ରାଜୁ ଏହା ସେ ଇଚ୍ଛା କରନ୍ତି ସମସ୍ତେ ସତ୍ୟ ସମ୍ବନ୍ଧରେ ଜାଣନ୍ତୁ ସବୁ ଲୋକ ସ୍ତ୍ରୀ ପୁରୁଷ ପିଲା ବୁଢା ସମସ୍ତେ ଏଇଟା ଇଚ୍ଛା କରନ୍ତି ଆହୁରି କଣ ଇଚ୍ଛା ଆସନ୍ତୁ ମୋ ସହିତ ଭଲ ପ୍ରଥମ ତେସଲୋନିକ୍ୟ 4:3 ପଦ ପଢ କାରଣ ତୁମ୍ଭେମାନେ ଯେପରି ପବିତ୍ର ହୁଅ ଏହା ହିଁ ଈଶ୍ୱରଙ୍କର ଇଚ୍ଛା ଅର୍ଥାତ୍ ତୁମ୍ଭେମାନେ ଯେପରି ବ୍ୟଭିଚାରରୁ ପୃଥକ୍ ରୁହ ଧ୍ୟାନ ଶୁଣନ୍ତୁ
ଯେପରି ପବିତ୍ର ହୁଅ। ଆଉ ଗୋଟେ ଶବ୍ଦ ଅଛି ତୁମେ ବ୍ୟଭିଚାରରୁ ପୃଥକ। ଏହା ଈଶ୍ୱରଙ୍କର ଇଚ୍ଛା। ତୁମେମାନେ ପବିତ୍ର ହୁଅ। ଯେହେତୁ ପ୍ରଥମ ପିତର 1:15 ଲେଖା ଅଛି, ତୁମମାନଙ୍କର ଆହ୍ୱାନକର୍ତ୍ତା ଯେପରି ପବିତ୍ର, ତୁମେମାନେ ଆଜ୍ଞାବହ ସନ୍ତାନମାନଙ୍କ ପରି ପବିତ୍ର ହୁଅ। ପିତା ଯେପରି ପବିତ୍ର, ପୁତ୍ର ସେପରି ପବିତ୍ର ହେବା ଦରକାର। ସନ୍ତାନ ସେପରି ପବିତ୍ର ହେବା ଦରକାର। ଆଉ ତମେ କହିବ ସେ ଈଶ୍ୱର ସିନା ପବିତ୍ର, ଆମେ କଣ ପବିତ୍ର ହେଇପାରିବା କି? ସେମିତି ନାହିଁ, ହେବାକୁ ହବ, ନହେଲେ ଯାଇପାରିବେ ନାହିଁ। ଈଶ୍ୱରଙ୍କ ସନ୍ତାନ ହେଇପାରିବେ ନାହିଁ। ଯଦି ହେବାକୁ ଦରକାର, ନିହାତି ତମେ ଚାହୁଁଛ ହେଇପାରିବ। ଯେହେତୁ ଈଶ୍ୱର ପବିତ୍ର, ଏ ବାଇବଲରେ ଲେଖା ଅଛି ପ୍ରଥମେ ପବିତ୍ର ବାଇବଲ। ଏ ବାଇବଲରେ ଥିବା ବାକ୍ୟ ହଉଛି ପବିତ୍ର। ଏ ପବିତ୍ର ବାକ୍ୟ ତମ ହୃଦୟକୁ ଆସିଲେ ତମ ଅପବିତ୍ର ସବୁ ନାଶ ହେଇଯିବ। ପବିତ୍ର ଚିନ୍ତା ଆସିବ, ପବିତ୍ର ବାକ୍ୟ ଆସିବ, ପବିତ୍ର କଥା ଆସିବ, ପବିତ୍ର କାର୍ଯ୍ୟ ଆସିବ। ସୂର୍ଯ୍ୟ କଥା କହିଲେ ତୁମେ ଯେପରି ପବିତ୍ର ବ୍ୟଭିଚାର ବାଇବଲରେ ଲେଖା ଅଛି। ମୁଁ ଆପଣମାନଙ୍କୁ କହିଥିଲି ଦ୍ୱିତୀୟ ପୁସ୍ତକରେ ଗୋଟେ ବ୍ୟଭିଚାର ବିଷୟରେ ଆପଣମାନେ ମନେ ରଖିଛନ୍ତି କି? ବୁଝିପାରିଲେ? ଗୋଟେ ବ୍ୟଭିଚାର ବିଷୟରେ ମୁଁ କହିଥିଲି। ଦ୍ୱିତୀୟ ପୁସ୍ତକ 3:8-9 ପଦ। ଆମ୍ଭେ ଦେଖିଲୁ ବିପଥଗାମିନୀ ଇସ୍ରାଏଲ ବ୍ୟଭିଚାର କରିବା ସକାଶୁ ଆମ୍ଭେ ତାହାକୁ ତ୍ୟାଗ କରି ଛାଡ଼ପତ୍ର ଦେଲେ ହେଁ ତାହାର ବିଶ୍ୱାସଘାତିନୀ ଭଗିନୀ ଜିହୁଦା ଭୟ କଲା ନାହିଁ। ମାତ୍ର ସେ ମଧ୍ୟ ଯାଇ ବ୍ୟଭିଚାର କଲା। ତାହାର ବ୍ୟଭିଚାରର ଅଖ୍ୟାତିରେ ଦେଶ ଅଶୁଚି ହେଲା ଓ ସେ ପଥର ଓ କାଠ ସଙ୍ଗରେ ବ୍ୟଭିଚାର କଲା। ବୁଝିପାରିଲେ? ଇସ୍ରାଏଲ ସଦାପ୍ରଭୁ ପରମେଶ୍ୱରକୁ ଛାଡ଼ିକି, ସଦାପ୍ରଭୁ ପରମେଶ୍ୱରକୁ ଯଦି ଆମେ ଇସାୟା ପୁସ୍ତକ 54:5 ପଢନ୍ତୁ, ଜାଣିପାରିବେ। କାରଣ ତୁମ୍ଭର ନିର୍ମାଣକର୍ତ୍ତା ତୁମ୍ଭର ସ୍ୱାମୀ ଅଟନ୍ତି, ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କର ନାମ ଓ ଇସ୍ରାଏଲର ଧର୍ମସ୍ୱରୂପ ତୁମ୍ଭର ମୁକ୍ତିଦାତା, ସେ ସମୁଦାୟ ପୃଥିବୀର ପରମେଶ୍ୱର ବୋଲି ବିଖ୍ୟାତ ହେବେ। ହ୍ୟାଲୋ, Yes, Pastor. Yes. ଲୋକ କରୁଥିବ କଣ? Hello. Yes, Pastor. Yes. ହଁ, ଇଏ ଗୋଟେ ଫୋନ କରି ମତେ ଡିଷ୍ଟର୍ବ କରୁଛନ୍ତି। ଆଜ୍ଞା ଆଜ୍ଞା। ହଁ, ଧ୍ୟାନ ସହିତ ଶୁଣନ୍ତୁ। ଇସାୟା ପୁସ୍ତକ 54:5 ଆମେ ପଢିଲୁ। ତମର ନିର୍ମାଣକର୍ତ୍ତା ତମର ସ୍ୱାମୀ, ତମର ସୃଷ୍ଟିକର୍ତ୍ତା, ମୁକ୍ତିଦାତା, ସେ ହଉଛନ୍ତି ଆମର ସ୍ୱାମୀ। ଆମର ମୁକ୍ତିଦାତା ସୃଷ୍ଟିକର୍ତ୍ତାକୁ ଛାଡିକି କାଠକୁ ପଥରକୁ ବିଶ୍ୱାସ କଲେ, କାଠ ସହିତ ପଥର ସହିତ ଇସ୍ରାଏଲ ବ୍ୟଭିଚାର କଲା। ଧ୍ୟାନ ସହିତ ଶୁଣନ୍ତୁ। ପ୍ରଭୁକୁ ଛାଡିକି ଅନ୍ୟ ଦେବତାକୁ ଯଦି ସେ ଗ୍ରହଣ କଲା, ପ୍ରଭୁ ତାର ଦୁଃଖକୁ ବଢେଇ ଦେବେ। ତା ଗୀତ ସଂହିତା 16 ପଢନ୍ତୁ, କହଂସ ପଢନ୍ତୁ, କହଂସ।
कहले आज्ञा गीत संहिता 16 अध्याय तार 4 पद ଯେଉଁମାନେ ସଦାପ୍ରଭୁଙ୍କ ପରିବର୍ତ୍ତରେ ଯେଉଁମାନେ ସଦାପ୍ରଭୁଙ୍କ ପରିବର୍ତ୍ତରେ ଅନ୍ୟ ଦେବତାକୁ ଗ୍ରହଣ କରନ୍ତି ସେମାନଙ୍କ ଦୁଃଖ ବଢିଯିବ। ସେମାନଙ୍କ ଦୁଃଖ ବଢିଯିବ। କୋମାନଙ୍କର ସଦାପ୍ରଭୁଙ୍କର ପରିବର୍ତ୍ତରେ ଅନ୍ୟ ଦେବତାକୁ ଯେ ଗ୍ରହଣ କଲା ତାର ଦୁଃଖ ବଢିଯିବ। ଇସ୍ରାଏଲ ସଦାପ୍ରଭୁ ପରମେଶ୍ୱରଙ୍କୁ ଛାଡ଼ିଦେଲେ ଆଉ କାଠ ପଥରକୁ ସେବା କଲେ। ଇସ୍ରାଏଲର ଦୁଃଖ ବଢିଗଲା। ପ୍ରଭୁ କ୍ରୋଧ କଲେ ସେମାନଙ୍କ ଉପରେ। ପ୍ରଭୁଙ୍କର କ୍ରୋଧ ଇସ୍ରାଏଲ ଉପରେ ଆସିଲା। ଜିରିମିୟା ପୁସ୍ତକ 2 ଅଧ୍ୟାୟ 26, 27, 28 ପଦ ପଢନ୍ତୁ। ଚୋର ଧରା ପଡ଼ିଲେ ଯେପରି ଲଜ୍ଜିତ ହୁଏ ସେପରି ଇସ୍ରାଏଲ ବଂଶ ସେମାନଙ୍କର ରାଜାଗଣ ସେମାନଙ୍କର ଅଧିପତି ଗଣ ସେମାନଙ୍କର ଯାଜକ ଗଣ ଓ ସେମାନଙ୍କର ଭବିଷ୍ୟତ ବକ୍ତାଗଣ ସମସ୍ତେ ଲଜ୍ଜିତ ହୋଇଅଛନ୍ତି। ସେମାନେ ଖଣ୍ଡେ କାଠ ମୁଣ୍ଡାକୁ କହନ୍ତି ତୁମ୍ଭେ ଆମ୍ଭର ପିତା ଓ ପଥରକୁ କହନ୍ତି ତୁମ୍ଭେ ଆମ୍ଭକୁ ଜନ୍ମ କରିଅଛ। ସେମାନେ ଆମ୍ଭ ଆଡ଼କୁ ମୁଖ ନ ଫେରାଇ ଆପଣ ଆପଣ ପିଠି ଫେରାଇ ଅଛନ୍ତି। ମାତ୍ର ବିପଦ ସମୟରେ ସେମାନେ କହିବେ ତୁମ୍ଭେ ଉଠ ଆମ୍ଭମାନଙ୍କୁ ଉଦ୍ଧାର କର। ମାତ୍ର ତୁମ୍ଭେ ନିଜ ପାଇଁ ଯେଉଁ ଦେବତାମାନଙ୍କୁ ନିର୍ମାଣ କରିଅଛ ସେମାନେ କାହାନ୍ତି? ସେମାନେ ଉଠନ୍ତୁ ଯେବେ ପାରନ୍ତି ତେବେ ତୁମ୍ଭ ବିପଦ ସମୟରେ ତୁମ୍ଭକୁ ଉଦ୍ଧାର କରନ୍ତୁ। କାରଣ ହେ ଯିହୁଦା ତୁମ୍ଭ ନଗର ସମୂହର ସଂଖ୍ୟା ପ୍ରମାଣେ ତୁମ୍ଭର ଦେବତାମାନେ ଅଛନ୍ତି। ବୁଝିପାରିଲେ? ସଦାପ୍ରଭୁ ପରମେଶ୍ୱରଙ୍କୁ ଛାଡ଼ି ଦେଇ କାଠକୁ ପଥରକୁ ତୁମେ ଆମର ସୃଷ୍ଟିକର୍ତ୍ତା ତୁମେ ଆମକୁ ଜନ୍ମ ଦେଇଅଛ କିଏ କହିଲେ? ଇସ୍ରାଏଲ। ଯୋଉ ଇସ୍ରାଏଲ କି ପରମେଶ୍ୱରଙ୍କର ଶକ୍ତି ବିଷୟ ଜାଣିଛି, ଯୋଉ ଇସ୍ରାଏଲ କି ଈଶ୍ୱର ଦେଶରୁ ଲଗାମରୁ ଦାସତ୍ୱ କର୍ମରୁ ମୁକ୍ତ କରି ଆଣିଛନ୍ତି ପ୍ରଭୁ। ଭାରଙ୍କର ସାକ୍ଷାତରେ 10ଟା ଅଦ୍ଭୁତ କାର୍ଯ୍ୟ କରେଇକି ସେଇ ମୁକ୍ତିଦାତା ପ୍ରଭୁ ଯାତ୍ରାରେ କେବଳ ମାନ୍ନା ବସେଇଲେ, ମରୁଭୂମିରେ ନଦ ନଦୀ ବହେଇଲେ। ଏତେ ଅଦ୍ଭୁତ କାର୍ଯ୍ୟ ଇସ୍ରାଏଲ ଦେଖିଛି। ତଥାପି ପରମେଶ୍ୱରଙ୍କୁ ଛାଡ଼ି ପରମେଶ୍ୱରଙ୍କୁ ପରିତ୍ୟାଗ କରି କାଠ ପଥରକୁ ତୁମ୍ଭେ ଆମକୁ ସୃଷ୍ଟି କରିଛ ବୋଲି ସୃଷ୍ଟିକର୍ତ୍ତାକୁ ଛାଡ଼ି ସୃଷ୍ଟି ବସ୍ତୁର ଉପାସନା ଆରାଧନା ଇସ୍ରାଏଲ କଲା। ସେଥିରେ ପରମେଶ୍ୱରଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ସେ ରାଗନ୍ତି। 2ଟା ବିଷୟରେ ଆମେ ଦେଖୁଛୁ। ଗୋଟେ ଖାଦ୍ୟ ହଉଛି ସତ୍ୟ ପକ୍ଷରେ ସାକ୍ଷ୍ୟ ଦେବା। ଏହା ହଉଛି ଈଶ୍ୱରଙ୍କର ଇଚ୍ଛା। ସେ ପବିତ୍ରତା ହେବା, ସେ ବିଚାରଠାରୁ ପୃଥକ୍ ରହିବା, ଏହା ହଉଛି ଈଶ୍ୱରଙ୍କର ଇଚ୍ଛା। ଏତିକି ନ କରିକି ତମର ଇଚ୍ଛା ସଫଳ ହଉ ବୋଲିକି ପ୍ରାର୍ଥନା କରୁଛନ୍ତି। ଚର୍ଚ୍ଚରେ ଚାଲିଛି ଏହା ପ୍ରାର୍ଥନା। ଏ ପ୍ରାର୍ଥନାର ଗଭୀରତ୍ୱ ନିଗୁଡ ବୁଝନ୍ତୁ, ପ୍ରାର୍ଥନା କରନ୍ତୁ। ନ ବୁଝିକି ପ୍ରାର୍ଥନା କରନ୍ତୁ ନାହିଁ, ବୁଝିକି କରନ୍ତୁ। ସମସ୍ତେ ଯେପରି ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି, ଏହା ସେ ଇଚ୍ଛା କରନ୍ତି। ସତ୍ୟ ବୋଲି କହିଲେ କଣ? ଈଶ୍ୱରଙ୍କର ବାକ୍ୟ। ଖାଲି ପ୍ରାର୍ଥନା ଚର୍ଚ୍ଚରେ ଏମିତି କଲେ ତମର ଇଚ୍ଛା ସଫଳ ହବ ବୋଲି କହିଲେ ହବ ନାହିଁ। ସତ୍ୟ ଜଣାଅ, ବାକ୍ୟ ଲୋକମାନଙ୍କୁ ତମେ କୁହ।
इच्छा ଆଉ ଏ ହଉଛି ଯୀଶୁଙ୍କର ଖାଦ୍ୟ। ଆଉ ଏ ଜାଗତିକ ଖାଦ୍ୟ ଯାହା ଆମେ ଖାଉ এই ଖାଦ୍ୟ ଇସ୍ରାଏଲ ମାଗିଲେ ଇସ୍ରାଏଲ ଖାଦ୍ୟ ଖାଇକି ମନ୍ନା ଖାଇକି ମୃତ୍ୟୁବରଣ କଲେ। ହେଲେ ମଧ୍ୟ ଦୟାଳୁ ପରମେଶ୍ୱର ସେ ଦୟା ଏବଂ ଅନୁଗ୍ରହ କରି ଅନେକ ସେବକ ମାନଙ୍କୁ ପଠେଇଲେ। କାହିଁକି ନା ମୃତ୍ୟୁ ଲୋକମାନଙ୍କୁ ଜୀବିତ କରିବା ପାଇଁ। ପ୍ରଥମର ନର ଆଉ ନାରୀକି ସେ କହିଲେ ଫଳ ଖାଇଲେ ତମେ ମରିବ। ଜାଣିଥିଲା, ଜାଣି ଜାଣିକି ଖାଇଲା, ସ୍ୱାମୀକି ଆଣିଦେଲା ଖାଇଲା। ଦୁଇ ଲୋକ ଯାକ ମୃତ୍ୟୁ ବରଣ କଲେ। ଫଳ ଖାଇକି ମଲେ। ପ୍ରଭୁ କଣ ଛାଡ଼ିଦେଲେ କି? ଆଉଥରେ ଜନ୍ମ ଆଉଥରେ କେବଳ ଜୀବନ ଦେଲେ କି ନାହିଁ? ଜୀବନ ଦେବା ନିମନ୍ତେ ସ୍ୱର୍ଗ ପରିତ୍ୟାଗ କଲେ। ମାନବ ରୂପ ଧାରଣ କରି ଜଗତ ମଧ୍ୟରେ ଜନ୍ମ ଗ୍ରହଣ କଲେ କେତେ? ଆମକୁ ମୃତ୍ୟୁରୁ ବଞ୍ଚେଇବା ନିମନ୍ତେ କେତେ ଯେ କରୁଣା ପ୍ରହାର ଖାଇଲେ ସେ ତାହା କଣ ତମେ ଜାଣିନାହିଁ? ମୃତ୍ୟୁରୁ ବଞ୍ଚେଇବା ନିମନ୍ତେ ସେ ଆମକୁ ରକ୍ତ ଧାର ଧାର ବହିଲେ କି ନାହିଁ? ହେ ମୋର ଭାଇ ଭଉଣୀ ମାନେ, ମୃତ୍ୟୁରୁ ବଞ୍ଚେଇବା ନିମନ୍ତେ ଇସ୍ରାଏଲ ଯେତେବେଳେ ମରିଗଲେ, ମୋଲାକୁ ମଧ୍ୟ ପ୍ରଭୁ ଛାଡ଼ିଲେ ନାହିଁ। ଇସ୍ରାଏଲକୁ ଜୀବନ ଦେବା ନିମନ୍ତେ ଜଣେ ଭବିଷ୍ୟତ ବକ୍ତାକୁ ପ୍ରେରଣ କଲେ। କୋ ଜାଗାକୁ ପ୍ରେରଣ କଲେ? ଆସନ୍ତୁ, ତାଙ୍କ ନାଁ ହଉଛି ଦିହିଜିକଲ। ତାର 37ରୁ 1 ପଦରୁ 11 ପଦ ପର୍ଯ୍ୟନ୍ତ ପଢନ୍ତୁ ବା। ସଦାପ୍ରଭୁଙ୍କର ହସ୍ତ ମୋ ଉପରେ ଅଧିଷ୍ଠିତ ହେଲା ଓ ସେ ସଦାପ୍ରଭୁଙ୍କ ଆତ୍ମାରେ ମୋତେ ବାହାରକୁ ନେଇଯାଇ ଉପତ୍ୟକାର ମଧ୍ୟସ୍ଥଳୀରେ ବସାଇଲେ। ଆଉ ତା ଅସ୍ଥିରେ ପରିପୂର୍ଣ୍ଣ ଥିଲା। ତହୁଁ ସେ ସେହି ଅସ୍ଥି ସକଳର ନିକଟ ଦେଇ ଚାରିଆଡେ ମୋତେ ଗମନ କରାଇଲେ। ଆଉ ଦେଖ, ସେହି ପ୍ରଶସ୍ତ ଉପତ୍ୟକାରେ ଅନେକ ଅନେକ ଅସ୍ଥି ଥିଲା। ପୁଣି ଦେଖ, ସେ ସବୁ ଅତିଶୟ ଶୁଷ୍କ ଥିଲା। ତହିଁରେ ସେ ମୋତେ କହିଲେ, ହେ ମନୁଷ୍ୟ ସନ୍ତାନ, ଏହି ସକଳ ଅସ୍ଥି କି ସଜୀବ ହୋଇପାରେ? ଏଥିରେ ମୁଁ ଉତ୍ତର କଲି, ହେ ପ୍ରଭୁ, ସଦାପ୍ରଭୁ, ଆପଣ ତାହା ଜାଣନ୍ତି। ପୁନର୍ବାର ସେ ମୋତେ କହିଲେ, ତୁମ୍ଭେ ଏହି ସକଳ ଅସ୍ଥିର ଉଦ୍ଦେଶ୍ୟରେ ଭବିଷ୍ୟତ ବାକ୍ୟ ପ୍ରଚାର କରି ସେମାନଙ୍କୁ କୁହ, ହେ ଶୁଷ୍କ ଅସ୍ଥି ସକଳ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। ପ୍ରଭୁ ସଦାପ୍ରଭୁ ଏହି ସକଳ ଅସ୍ଥିକୁ ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ପ୍ରବେଶ କରାଇବା ଓ ତୁମ୍ଭେମାନେ ଜୀବିତ ହେବ। ପୁଣି ଆମ୍ଭେ ତୁମ୍ଭମାନଙ୍କ ଉପରେ ଶିରା ଦେବା ଓ ତୁମ୍ଭମାନଙ୍କ ଉପରେ ମାଂସ ଉତ୍ପନ୍ନ କରିବା, ଆଉ ଚର୍ମରେ ତୁମ୍ଭମାନଙ୍କୁ ଆଚ୍ଛାଦନ କରିବା ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ଦେବା, ଆଉ ତୁମ୍ଭେମାନେ ଜୀବିତ ହେବ। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ। ଏଥିରେ ମୋତେ ଯେପରି ଆଜ୍ଞା ହୋଇଥିଲା, ତଦନୁସାରେ ମୁଁ ଭବିଷ୍ୟତ ବାକ୍ୟ ପ୍ରଚାର କଲି। ପୁଣି ମୁଁ ପ୍ରଚାର କରୁ କରୁ ଏକ ଶବ୍ଦ ହେଲା ଓ ଦେଖ, ଭୂମିକମ୍ପ ହେଲା, ଆଉ ଅସ୍ଥି ସକଳ ଏକତ୍ର ହୋଇ ପ୍ରତ୍ୟେକ ଅସ୍ଥି ଆପଣା ଆପଣା ଅସ୍ଥିରେ ସଂଯୁକ୍ତ ହେଲା। ତହିଁରେ ମୁଁ ନିରୀକ୍ଷଣ କଲି, ଆଉ ଦେଖ, ସେଇ ସବୁ ଅସ୍ଥି ଉପରେ ଶିରା ହେଲା ଓ ମାଂସ ଉତ୍ପନ୍ନ ହେଲା। ପୁଣି ଚର୍ମ ସେ ସବୁକୁ ଆଚ୍ଛାଦନ କଲା, ମାତ୍ର ସେ ସବୁର ମଧ୍ୟରେ ପ୍ରାଣବାୟୁ ନଥିଲା। ତହିଁରେ ସେ ମୋତେ କହିଲେ, ହେ ମନୁଷ୍ୟ ସନ୍ତାନ, ତୁମେ ବାୟୁ ଉଦ୍ଦେଶ୍ୟରେ ଭବିଷ୍ୟତ ବାକ୍ୟ ପ୍ରଚାର କର। ଭବିଷ୍ୟତ ବାକ୍ୟ ପ୍ରଚାର କର ଓ ବାୟୁକୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ହେ ପ୍ରାଣବାୟୁ, ଚତୁର୍ଦିଗରୁ ଆସ ଓ ଏହି ହତ ଲୋକମାନେ ଯେପରି ଜୀବିତ ହେବେ, ଏଥିପାଇଁ ସେମାନଙ୍କ ଉପରେ ବହ। ତହୁଁ ସେ ମୋତେ ଯେପରି ଆଜ୍ଞା କଲେ, ତଦନୁସାରେ ମୁଁ ଭବିଷ୍ୟତ ବାକ୍ୟ ପ୍ରଚାର
ପ୍ରାଣବାୟୁ ସେମାନଙ୍କ ମଧ୍ୟକୁ ଆସିଲା ଆଉ ସେମାନେ ଜୀବିତ ହେଲେ ଓ ଅତିଶୟ ମହତୀ ସେନା ହୋଇ ଆପଣା ଆପଣା ଚରଣରେ ଠିଆ ହେଲେ। ତେବେ ସେ ମୋତେ କହିଲେ, ହେ ମନୁଷ୍ୟ ସନ୍ତାନ, ଏହି ଅସ୍ଥି ସକଳ ସମୁଦାୟ ଇସ୍ରାଏଲ ବଂଶ ଅଟନ୍ତି। ଦେଖ, ସେମାନେ କହନ୍ତି, ଆମ୍ଭମାନଙ୍କର ଅସ୍ଥି ସବୁ ଶୁଷ୍କ ହୋଇଅଛି, ଆମ୍ଭମାନଙ୍କର ଭରସା ନଷ୍ଟ ହୋଇଅଛି, ଆମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ଉଚ୍ଛିନ୍ନ ହୋଇଅଛୁ। ଧ୍ୟାନ ସହିତ ଶୁଣନ୍ତୁ। ସମୁଦାୟ ହାର ସେ କିଏ? ସେଟା ଇସ୍ରାଏଲ ବଂଶ। ଇସ୍ରାଏଲ ବଂଶ। ଏ ହାର ସବୁ କିଏ? ଇସ୍ରାଏଲ ବଂଶ। ଅତିଶ ଶୁଷ୍କ ହେଇଯାଇଛି, ହାର ଶୁଖି ଯାଇଛି। ଏହାର ଅର୍ଥ ବହୁତ ପୁରୁଣା ବେମାର, ଏଟା ପୁରୁଣା ରୋଗ, ବହୁତ ପୁରୁଣା ହାଡ଼ ଶୁଖି ଯାଇଛି। କେମିତି ମଲେ? ଉପଦେଶ ଭାବରେ ମଲେ। ଉପଦେଶ ନଥାଇ, ବାକ୍ୟ ନଥାଇ ପାପ କଲେ, ପାପର ବେତନ ମଲେ। ଈଶ୍ୱରଙ୍କୁ ଛାଡ଼ିଦେଇ ଭୋଗବିଳାସ ଆସକ୍ତ ହେଲେ ମଲେ। ମାନ୍ନା ଖାଇଲେ ଆମଲେ। ଖାଲି ଜାଗତିକ ଖାଦ୍ୟ, ଜାଗତିକ ଭେଷଭୂଷା, ଜାଗତିକ ସବୁ ଜଗତକୁ ସେତେବେଳେ ଆତ୍ମିକ ବିଷୟ କିଛି ନାହିଁ, ଛାଡ଼ିଦେଲେ। ଜମା ଆତ୍ମିକ ବିଷୟ ଚିନ୍ତା ମଧ୍ୟ କଲେ ନାହିଁ। ଈଶ୍ୱରକୁ ଭୁଲିଗଲେ, ଜଗତର କାଠ ପଥରକୁ ସେବା କଲେ, ମୃତ୍ୟୁବରଣ କଲେ। ଇଏ ଇସ୍ରାଏଲ। ଯଦି ଆପଣ ସେମିତି ହେଇକି ମୃତ୍ୟୁବରଣ କରିଛନ୍ତି, ତମଠାରେ ବାକ୍ୟ ନାହିଁ, ତମଠାରେ ଈଶ୍ୱରଙ୍କ ବାକ୍ୟ ନ ଥାଇକି ପାପ କରିଛ, ମୃତ୍ୟୁବରଣ କରିଛ, ତାହେଲେ ଆଜି ଜୀବନ ପାଅ, ଜୀବନ ପାଅ, ଯୀଶୁକୁ ପାଅ, ଜୀବନ। ଜହନ ପୁସ୍ତକ 6:63। ହ୍ୟାଲୋ। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ବିଶ୍ୱାସ କରୁନାହାନ୍ତି, କାରଣ କେଉଁମାନେ ବିଶ୍ୱାସ କରୁନଥିଲେ ଏବଂ କିଏ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ। ଜହନ ପୁସ୍ତକ 6:63। ଆତ୍ମା ଜୀବନଦାୟକ, ମାଂସ କୌଣସି ଉପକାର କରେ ନାହିଁ। ମୁଁ ତୁମମାନଙ୍କୁ ଯୋଉ ଯୋଉ ବାକ୍ୟ ଦେଇଅଛି, ଆତ୍ମା ଆଉ ଜୀବନ। ଦେଖନ୍ତୁ ତୁମ ଲାଗିଗଲ କି ନାହିଁ। ଆତ୍ମା ଜୀବନଦାୟକ, ମାଂସ କୌଣସି ଉପକାର କରେ ନାହିଁ। ମୁଁ ତୁମମାନଙ୍କୁ ଯେ ସମସ୍ତ ବାକ୍ୟ କହିଅଛି, ସେହି ସବୁ ଆତ୍ମା ଓ ଜୀବନ ଅଟେ। ଆମେନ୍। ଯଦି କୌଣସି ଲୋକ ଭୋଗବିଳାସରେ ଆସକ୍ତ ହୋଇ ମୃତ୍ୟୁବରଣ କରିଥିବା ବ୍ୟକ୍ତି, ଉପଦେଶ ଅଭାବ ହେବା ହେତୁ ମୃତ୍ୟୁବରଣ କରିଥିବା ବ୍ୟକ୍ତି, ପାପର ବେତନ କୌଣସି ନା କୌଣସି ପାପ କରି ମୃତ୍ୟୁବରଣ କରିଅଛନ୍ତି, ଏପରି ମୃତ୍ୟୁ ବ୍ୟକ୍ତି ମାନେ ଜୀବନ ପାଇବା ପାଇଁ ଚାହୁଁଛନ୍ତି। ତୁମ ପାଇଁ ଜୀବନ ହଉଛି ଏ ବାକ୍ୟ। ଏ ବାକ୍ୟ ହଉଛି ତୁମ ପାଇଁ ଜୀବନ। ପୁନର୍ବାର ବଞ୍ଚି ପାରିବେ, ପୁନର୍ବାର ଜୀବିତ ହେଇପାରିବେ ଯଦି ତମେ ଇଚ୍ଛା କରୁଛ। କୌଣସି କାରଣ ନା କାରଣରୁ ତମେ ମୃତ୍ୟୁ ହେଇଛ, ଡର ନାହିଁ। ପ୍ରଭୁଙ୍କର ଆଗମନ ଡେରି ହେଇଛି, ଆଉ ଥରେ ସୁଯୋଗ ତମେ ପାଇପାରିବ। ମନ ପରିବର୍ତ୍ତନ କର,
भाग्य तमे पाइब तमे जीवन पाई पाइब मोर बंधु माने मरी के पड़ंतो नहीं देख इस्राएल लोक माने मृत्युवरण कले कौन खाई मन्ना खाइले बोले मन्ना हूँ जागतिक खाद्य आज जागतिक खाद्य खाई बंची किए कहीं बंची नहीं ये तो वीर वीरिया केवल पियंती मोटा हेबाई ये तो कि प्रकार उपाय सांसारिक खाद्य खाती मरी जाती बंधु माने न मरबार मध्य गोटे मात्र उपाय अच्छे यीशु को विश्वास कले अनंत जीवन पाइब मरब नहीं मरब नहीं मु मरबी नहीं बंचबी केमिति बंचबी यीशु को विश्वास कर पुनर्बार उठिबी जहन पुस्तक 11 अध्याय 35 पद को पढ़ यीशु तांको कहिले जीवन जे मोठारे विश्वास करे से यद्यपि मरे तथापि से बंचिब यीशु कहले पुनरुत्थान को जीवन जे मोठारे विश्वास करे गोटे विश्वासी मले मध्य से पुनर्बार बंचिब ध्यान से शुणु जदि कौन जीशु को विश्वास कला व्यक्ति कौन भूल काम कला पाप काम कला अपराध काम कला से लोक कहूना जे मो तो पाप कली पाप रे मो मरी जीवी आ कारण तो मते क्षमा मिलिबो कि एमिति भाबंतु नहीं आउ थोर उठंतु आउ थोर सुजोग पाइबे तुम प्रभुंकर आगमन डेरी हेइतो किंतु गोटे कथा तुम आगे जो परिश्रम कलो आगे जो प्रभु का राज्य निमंत्रण तुम्हें लाभ कल सेटा भूली जाओ एबे तुम्हें वंचित आउरी केवल तार भल काम पुरस्कार पाइबा निमंते आउरी दौड़तु ध्यान से शुणु देख ये डिजिटल पुस्तक आम केवल दौड़ा को पड़ो टाइम हम ना अर्थात एक रु पढ़ी आम आसवा पढ़ू सदाप्रभुଙ୍କର हस्त मो उपरे अधिष्ठित ହେଲା ଓ ସେ ସଦାପ୍ରଭୁଙ୍କ ଆତ୍ମାରେ ମତେ ବାହାରକୁ ନେଇ ଯାଇ ଉପତ୍ୟକାର ମଧ୍ୟସ୍ଥଳୀରେ ବସାଇଲେ ଆଉ ତାହା ଅସ୍ଥିରେ ପରିପୂର୍ଣ୍ଣ ଥିଲା ତହୁ ସେ ସେହି ଅସ୍ଥି ସକଳର ନିକଟ ଦେଇ ଚାରିଆଡେ ମତେ ଗମନ କରାଇଲେ ଆଉ ଦେଖ ସେଇ ଗମନ କରାଇଲେ ପ୍ରଥମ ପଦ ଆମେ ପଢୁଛୁ କଣ ବୋଲି ପଢୁଛୁ ସଦାପ୍ରଭୁଙ୍କର ହସ୍ତ ମୋ ଉପରେ ଅଧିଷ୍ଠିତ ହେଲା ସଦାପ୍ରଭୁଙ୍କର ହସ୍ତ ମୋ ଉପରେ ସଦାପ୍ରଭୁଙ୍କର ହାତ ମୋ ସହିତ ମୋ ହାତ ସହିତ ସଦାପ୍ରଭୁଙ୍କର ହାତ ଶିଷ୍ୟ ମାନଙ୍କ ସହିତ ରହିବା ହେତୁରୁ ଅନେକ ଅନେକ ଲୋକକୁ ବାକ୍ୟ ବିହୁନ ବାକ୍ୟ ନଥିବା ଈଶ୍ୱରଙ୍କ ବାକ୍ୟ ନ ଶୁଣିଥିବା ଜାଣିନଥିବା ବ୍ୟକ୍ତି ମାନଙ୍କୁ ମୃତ୍ୟୁ ସେମାନେ ବାକ୍ୟ ନାହିଁ ସେମାନେ ମୃତ୍ୟୁ ସେଇମାନଙ୍କୁ ପୁନର୍ବାର ବାକ୍ୟ ଦେଇକି ସେମାନଙ୍କୁ ମଣ୍ଡଳୀରେ ସଂଯୁକ୍ତ କରିଛନ୍ତି ପ୍ରେରିତ ମାନଙ୍କ ମଧ୍ୟରେ ତା 11 ଅଧ୍ୟାୟ 21 ପଦ ପଢନ୍ତୁ ପ୍ରେରିତ ପୁସ୍ତକ ଆଉ ସେମାନଙ୍କ ସହିତ ପ୍ରଭୁଙ୍କର ହସ୍ତ ଥିଲା ଅନେକ ଅନେକ ଲୋକ ବିଶ୍ୱାସ କରି ପ୍ରଭୁଙ୍କ ପ୍ରତି ଫେରିଲେ ଆମେନ୍ परमेश्वर का हाथ जहाँ सहित अच्छी अनेक अनेक लोक को धर्मर प्रति फेरैकी प्रभु प्रति फेरैकी बोली कहले जाउथिबो ताको पुनर्बार फेरैकी आसीबो कोर्ट रे जाउथिबो चर्च रू जाउथिबो कोर्ट के जाउछि जुआ खेल को जाउछि हला ताको फेरै आनिबो चर्च को पुनर्बार जाको को आसीबो फेरैबा अनेक लोक को फेरैले से माने फेरैले हमर कोन लाभ
गत थर मु कही तो आम गोटे गोटे सूर्य हवा आम गोटे गोटे तारा हवा आम गोटे गोटे स्टार हवा आम फेरवा लोक आ फेरवा लोक कौन हम रक्षा पाइब उद्धार पाइब आने को फेरइले से मत तारा हम डिजिटल सहित परमेश्वर हाथ ता ऊपर अच्छी अर्थात हाथ ऊपर केमती नुहे आशीर्वाद अभिशाप मुक्त आशीर्वाद परमेश्वर सेवक जिहिजिकल को परमेश्वर कहती कहले प्रांतर को गोटे मशानी की जीवाई कहले मशानी की जीवाई मशानी रे मु कौन करबी प्रभु सेठी जाई बोली पचारि नहीं है आज जदि गोटे पास्टर आज्ञा को जड़े प्रचारक भाई को जदि ता मंडली ताकू जो अपॉइंटमेंट करदेले संस्था जो पठेबे गोटे जगह को पास्टर आज्ञा मैंने पचारि थांते प्रचारक भाई माने पचारि थांते आज्ञा सेठी केते घर विश्वास अछंती आज्ञा सेठी कन्वेंट स्कूल अछि कि नाही आज्ञा करेंट अच्छी कि नहीं पानी बाहर को आने घर भीतर पानी अच्छी एटा पचारती किंतु से समय सेवक माने से समय परमेश्वर दास भक्त माने प्रभु पठाउछंती ताहेले आउ किसी प्रश्न नहीं तांको मन रे गोटे चिंता आसी जाए मो भाग्यवा मो कोटी जाउछि मूर्ख लोक मान पाखु जाउछि जीवन नष्ट लोक मान पाखु जाइछि भाग्य न पहुंचवा लोक मान जाउछि जो लोक ने भाग्य जानि नांती जो लोक ने भाग्य नहीं जो लोक ने मूर्ख एमति मसानी मु जाउछि आज्ञा जी जी गलती बाहरी पड़ला जदि प्रेरित पुस्तक 8 अध्याय 26 पदर गोटे पद 26 पदर तलू पड़े आउ गोटे लोक विषय जानी पाइबे पढ़ परे प्रभुଙ୍କ जणे दूत फिलिपଙ୍କୁ କହିଲେ ଉଠ ଦକ୍ଷିଣ ଦିଗରେ ଯେଉଁ ପଥ ଜେରୁସାଲେମରୁ ଗଜା ଆଡକୁ ପଡ଼ିଅଛି ସେହି ପଥକୁ ଯାଅ ତାହା ମରୁଭୂମି ସେଥିରେ ସେ ଉଠି ଗମନ କଲେ ଆଉ ଦେଖ କୁଶଦେଶୀୟ ମାନଙ୍କ କାଣ୍ଡାକି ନାମ୍ନୀ ରାଣୀଙ୍କର ଅଧୀନସ୍ଥ ଜଣେ ଉଚ୍ଚପଦ ପ୍ରାପ୍ତ କୁଶୀୟ ନପୁସଙ୍କ ଯେ ତାଙ୍କ ସମସ୍ତ ଧନ ଭଣ୍ଡାରର ବ୍ୟବସ୍ଥା ଥିଲେ ସେ ପୂଜା କରିବା ନିମନ୍ତେ ଜେରୁସାଲେମକୁ ଆସିଥିଲେ ସେ ବାହୁଡ଼ି ଯାଉ ଯାଉ ଆପଣା ରଥରେ ବସି ଯିଶାୟ ଭାବବାଦୀଙ୍କ ଶାସ୍ତ୍ର ପାଠ କରୁଥିଲେ ସେତେବେଳେ ଆତ୍ମା ଫିଲିପଙ୍କୁ କହିଲେ ନିକଟକୁ ଯାଇ ଏଇ ରଥର ସାଙ୍ଗ ଧର ସେଥିରେ ଫିଲିପ ଦୌଡ଼ି ଯାଇ ସେ ଯିଶାୟ ଭାବବାଦୀଙ୍କ ଶାସ୍ତ୍ର ପାଠ କରୁଥିବା ଶୁଣି ପଚାରିଲେ ଆପଣ ଯାହା ପାଠ କରୁଅଛନ୍ତି ତାହା କଣ ବୁଝୁଅଛନ୍ତି ସେ କହିଲେ କେହି ମୋତେ ବୁଝାଇ ନ ଦେଲେ ମୁଁ କିପରି ବୁଝିପାରିବି ଆଉ ସେ ଫିଲିପଙ୍କୁ ଚଢ଼ି ଆସି ଆପଣ ନିକଟରେ ବସିବାକୁ ବିନତି କଲେ ଶାସ୍ତ୍ରର ଯେଉଁ ଅଂଶ ସେ ପାଠ କରୁଥିଲେ ତାହା ଏହି ସେ ମେଷତୁଲ୍ୟ ହତ ହେବା ନିମନ୍ତେ ନୀତ ହେଲେ ପୁଣି ଲୋମଛେଦକ ସମ୍ମୁଖରେ ମେଷ ଶାବକ ଯେପରି ନୀରବ ରୁହେ ସେହିପରି ସେ ଆପଣା ମୁଖ ଫିଟାଇଲେ ନାହିଁ ତାହାଙ୍କ ଅବନତ ହେବାରେ ତାହାଙ୍କ ଦଣ୍ଡ ଅପସାରିତ ହେଲା ତାହାଙ୍କ ବଂଶ କିଏ ବର୍ଣ୍ଣନା କରିପାରିବ କାରଣ ତାହାଙ୍କ ପ୍ରାଣ ପୃଥିବୀରୁ ଅପସାରିତ ହେଲା तलकू जदि पढ़ी नहीं थे बोली कहले से जानते जानते आज्ञा कांडाग्नि नामनी व्यवस्था को से बाप्तिस्म न दे सारले सेठी किंतु बाप्तिस्म देई से तांको सहित आ रथरे बसिले नाही तांकर काम करला सेठी पाई परमेश्वर फिलिप पठेले को जगह को मरुभूमि अच्छा मरुभूमि कोन पानी अछि नहीं ए जाउछंती कोन पानी न धरिकी जी पानी धरिकी जाउछंती आज्ञा हेले मध्य से पीवा पाई बाप्तिस्म देवा पाई पानी नहीं जानती ना
ରଥର ସାଙ୍ଗ ଧରିରେ ଆଉ କେବଳ ବାକ୍ୟ ପ୍ରଚାର କରୁଛି ପ୍ରଚାରକ ଯାତେ 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 ଜଳାଶୟ ଦେଖିଲେ ଏଠିରେ ମୁଁ ବାପ୍ତିସ୍ମ ନେବି ବୋଲି ସେ ବିଶ୍ୱାସ କଲେ। ସେ କହିଲେ କଣ ବିଶ୍ୱାସ କରୁଛ? ହଁ ମୁଁ ବିଶ୍ୱାସ କରୁଛି। ବାପ୍ତିସ୍ମ ନେଲେ। ଗୋଟେ ରଥରେ ଯାଉଥିବା ବାଟରେ ଆମେ କେବଳ ବର୍ଷ 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 ବାପ୍ତିସ୍ମ ପାଇଁ ବୋଲି ପ୍ରିପେୟାର କରୁଛୁ ଏବେ ମଧ୍ୟ ହେଇପାରୁ। ଦେଖ ଗୋଟେ ରାତ୍ର ସମୟରେ ରାତିରେ କଣ ହେଇଥିଲା ଜାଣିଛନ୍ତି? ଆଜ୍ଞା ପ୍ରେରିତ ପୁସ୍ତକ 16 ଅଧ୍ୟାୟରେ ତା ଲେଖା ଅଛି। ଯଦି 25 ପଦରୁ ଯଦି ପଢିଲେ ଜାଣିପାରି। କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ସିଲା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ ଆଉ ବନ୍ଦୀମାନେ ଶୁଣୁଥିଲେ। ସେତେବେଳେ ହଠାତ୍ ଏପରି ମହା ଭୂମିକମ୍ପ ହେଲା ଯେ କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗିଲା ଆଉ ତତ୍କ୍ଷଣାତ୍ ସମସ୍ତ ଦ୍ୱାର ମେଲା ହୋଇଗଲା। ପୁଣି ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା। ଏଥିରେ କାରାରକ୍ଷକ ନିଦ୍ରାରୁ ଉଠି କାରାଗାରର ଦ୍ୱାର ମେଲା ହେବା ଦେଖି ବନ୍ଦୀମାନେ ପଳାଇ ଯାଇଛନ୍ତି ବୋଲି ମନେକରି ଖଣ୍ଡା ବାହାର କରି ଆପଣାକୁ ବଧ କରିବାକୁ ଯାଉଥିଲେ। କିନ୍ତୁ ପାଉଲ ଉଚ୍ଚସ୍ୱରରେ ଡାକି କହିଲେ, ଆପଣାର କୌଣସି କ୍ଷତି କର ନାହିଁ, କାରଣ ଆମ୍ଭେମାନେ ସମସ୍ତେ ଏଠାରେ ଅଛୁ। ସେଥିରେ ସେ ଦୀପ ଆଣିବାକୁ କହି ଡେଇଁ ପଡ଼ି ଭୟରେ ଥରି ଥରି ପାଉଲ ଓ ସିଲାଙ୍କର ସମ୍ମୁଖରେ ପଡ଼ିଗଲେ ଆଉ ସେମାନଙ୍କୁ ବାହାରକୁ ଆଣି କହିଲେ, ମହାଶୟମାନେ, ପରିତ୍ରାଣ ପାଇବା ନିମନ୍ତେ ମୋତେ କଣ କରିବାକୁ ହେବ? ସେମାନେ କହିଲେ, ପ୍ରଭୁ ଯୀଶୁଙ୍କ ଠାରେ ବିଶ୍ୱାସ କର, ତାହେଲେ ତୁମ୍ଭେ ସପରିବାରରେ ପରିତ୍ରାଣ ପାଇବ। ପରେ ସେମାନେ ତାଙ୍କୁ ଓ ତାଙ୍କ ଗୃହରେ ଥିବା ସମସ୍ତଙ୍କୁ ଈଶ୍ୱରଙ୍କ ବାକ୍ୟ କହିଲେ। ଆଉ ସେ ସେମାନଙ୍କୁ ରାତ୍ରିର ସେହି ଘଡ଼ିରେ ଘେନିଯାଇ ସେମାନଙ୍କ ପ୍ରହାରର କ୍ଷତ ସବୁ ଧୋଇଦେଲେ। ପୁଣି ସେ ଓ ତାଙ୍କର ସମସ୍ତେ ସେହି କ୍ଷଣି ବାପ୍ତିଜିତ ହେଲେ। ସେଥିରେ ସେ ସେମାନଙ୍କୁ ଆପଣା ଗୃହକୁ ଘେନିଯାଇ ଖାଦ୍ୟ ପରିବେଷଣ କଲେ ଆଉ ସମସ୍ତ ପରିବାର ସେଇ ରାତି ମଧ୍ୟରେ ଗୋଟେ ରାତି ମଧ୍ୟରେ ବାକ୍ୟ ଶୁଣିଲେ ଘରେ ପରିବାର ବାପ୍ତିସ୍ମ ନେଲେ। କାଣ୍ଡାକି ନାମର ବ୍ୟବସ୍ଥା ରଥରେ ଯାଉ ଯାଉ ଈଶ୍ୱର ବାକ୍ୟ ଶୁଣୁ ଶୁଣୁ ସେ ବାପ୍ତିସ୍ମ ନେଲେ। ସେ ଯାଉଥିଲେ କାଣ୍ଡାକି ନାମର ବ୍ୟବସ୍ଥା କୁଆଡେ? ମରୁଭୂମିରେ ଯାଉଥିଲେ। ମରୁଭୂମିରେ ଗୋଟେ ପାଳକକୁ ଅପଏଣ୍ଟମେଣ୍ଟ ଦେଲେ ତାର ସଂସ୍ଥା ଯିବା ପାଇଁ ତୟାର। ସେବକ ତମେ ରେଡି? କହୁନାହାନ୍ତି ଆଇ ଏମ୍ ରେଡି। ହାଲେଲୁୟା। ସେ ଆମର ବନ୍ଧୁ ଯେମିତି ଗଲେ ସେମିତି ଗଲେ ପ୍ରଭୁ ଯାଅ ମଶାଣି ଯେମିତି ଗଲା କିଛି କହି ନାହିଁ ଗଲେ। ଦେଖେଇଲେ ହାଡ଼ ଗୁଡ଼ିକ ହାଡ଼ ଅଛି ବୋଲି କହିଲେ ବନ୍ଧୁ ନିଶ୍ଚୟ କେବଳ ଜଣେ ମଣିଷ ବା ଜଣେ ଜନ୍ତୁ ନା ବଡ ଜୀବ ଥିଲା। ସେ ମୋଲା ଆଗରେ ଜୀବନ ଥିଲା। ଟିକେ ଅନାନ୍ତୁ ତୁମର ମଣ୍ଡଳୀରେ ବାକ୍ୟ ଅଛି କି ନାହିଁ? ଜୀବନ ଅଛି କି ନାହିଁ? ତମ ମଣ୍ଡଳୀ ବାକ୍ୟ ଦ୍ୱାରା ଚାଲିଛି କି ନାହିଁ? ଯଦି ତମ ମଣ୍ଡଳୀ ବାକ୍ୟ ଦ୍ୱାରା ଚାଲି ନାହିଁ ତାହେଲେ ତାକୁ କୁହାଯିବ ମୂର୍ଖ ମଣ୍ଡଳୀ। ଯଦି ତୁମେ ବାକ୍ୟ ଦ୍ୱାରା ଚାଳିତ ନାହିଁ ତାହେଲେ ତୁମେ ମୂର୍ଖ। ପ୍ରଚୁର ତୁମ ଠାରେ ବାକ୍ୟ ରହୁ। ଈଶ୍ୱର ବାକ୍ୟ ପ୍ରଚୁର ଭାବେ ରହୁ। 3 ଅଧ୍ୟାୟ 16 ପଦ, କଲସ୍ୟ 3 ଅଧ୍ୟାୟ 16 ପଦ। ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚୁର ଭାବେ ତୁମ୍ଭମାନଙ୍କ ଠାରେ ବାସ କରୁ। ତୁମ୍ଭେମାନେ ପରସ୍ପରକୁ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଓ ଚେତନା ଦିଅ। ପୁଣି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା କୃତଜ୍ଞ ହୃଦୟରେ ଗାନ କର। ଆମେନ୍। ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚୁର ପରିମାଣରେ ତୁମମାନଙ୍କ ଠାରେ ବାସ କରୁ। ଯଦି ତୁମ ମଣ୍ଡଳୀରେ ବାକ୍ୟ ଅଛି, ଯଦି ତମ ହୃଦୟରେ ବାକ୍ୟ ଅଛି, ତାହେଲେ ତମେ ଜୀବିତ, ତମର ମଣ୍ଡଳୀ ଜୀବିତ।
जीवित मंडली जेमती बढ़ जीवित व्यक्ति दिन को दिन से बढ़ आदि वाक्य नहीं तारे मृत्यु उपदेश तो पढ़ाले नहीं तारे मृत्यु मोले चिंता कर नहीं वर्तमान ईश्वर आगमन डेरी है मात्र को मुहूर्त आसे प्रभु कोई हम नहीं चोर परी आगमन विषय में चिंता करुचु गुप्त आगमन विषय चिंता करुचु ए गुप्त आगमन को जीवन निमंत्रण तुम्हें प्रस्तुत हेबा निमंत्रण वाक्य तुमठारे रहो प्रस्तुत प्रमाण ईश्वर वाक्य तुमठारे रहो वाक्य दुर्भिक्ष हेबा पाई जाउची वाक्य खोजले मत पाई परिबे नै मत बंधु माने वर्तमान केवल प्रभुंकर भक्त माने वाक्य दौछंती बिना कष्ट रे नहीं आंटू मारी कंदी प्रभु को वाक्य मागी की वाक्य दौछंती एनो ए वाक्य को आम माने प्रचुर भाव रे आमे पाइबा दरकार ध्यान से सुनंतु आमे को विषय चिंता करूँ बोली कहले हिजिकल विषय चिंता करूँ मशाणी के पठेले पचारि नहीं बापरा कन्वेंट स्कूल अच्छी कि नहीं पोस्ट ऑफिस अच्छी कि नहीं इंटरनेट लगुच कि नहीं सेठी एसपी ने पचारि पढ़ेला मशाणी जाइए केवल देखला गुड़ाए हार गुड़िक गदा आउ सेठारे ताकू कौन कुआ जाउची पढ़ंतु मां हिजिकल तळकू पढ़ंतु दुई पदर पढ़ंतु तो ସେହି ଅତି ସକଳର ନିକଟ ଦେଇ ଚାରିଆଡ଼େ ମୋତେ ଗମନ କରାଇଲେ ଆଉ ଦେଖ ସେଇ ପ୍ରଶସ୍ତ ଉପତ୍ୟକାରେ ଅନେକ ଅନେକ ଅସ୍ଥି ଥିଲା ପୁଣି ଦେଖ ସେ ସବୁ ଅତିଶୟ ଶୁଷ୍କ ଥିଲା ସବୁ ହାଡ଼ ଶୁଖି ଯାଇଛି ଅନେକ ଅନେକ ଅସ୍ଥି ବୋଲି କହିଲେ ଅଗଣିତ ଇସ୍ରାଏଲ मरी जाइछन्ति केमिति मले मन्ना खाइले मले पाप कले मले भोग विलास को आसक्त हेले मृत्युवरण कले उपदेश अभाव मरी गले जड़े लोक मरी गले कौन हुए जानी जिते मरी जाए से फुलिबा को लगे बुझले आम देखु था ए बापा बड़ हो जाऊँ बड़ मंडली हूँ बड़ हो जाऊँ मात्र जीवन न थाए एमती जो मंडली बड़ हठात बेंग फुलला पर फुली जाए है वाक्य न जाणी मंडली आसी संयुक्त होगी मंडली हो गले 3000 7000 10,000 15,000 मो ईश्वर को दया हेतु 16 लक्ष लोक गोटे मंडली अच्छा पृथ्वी बहुत बड़ मंडली साउथ कोरिया सियोल सिटी पाउलेंगेश्वर चर्च को मुझे जाइली 2 थर गली साउथ कोरिया बहुत बड़ मंडली मंडली बढ़िया निहाती दरकार मंडली बढ़ू किंतु आम सब स्थान स्थान थिलु आम बड़ बड़ 5 फुटिया 7 फुटिया हेलु ना कहीं जानी आम जीवन थी हेतु बढ़ किंतु मरी जाइए बढ़ले बुलिले बढ़ुची बोली आप भावतु ना गोटे दिन गोटे समय आसब ताहा गंधिब ठीक कहले लोक मैंने कहीं मंडली चोर पटकार बेंग सब धंदा लोक केवल पॉलिटिक्स मंडली आसी गले आम खुशी हो जाऊ मात्र ईश्वर वाक्य ना पॉलिटिक्स अच्छी
ताधारे ईश्वर को शक्ति नहीं, वाक्य नहीं, वाक्य न शक्ति कुआडू आसीबो। आम भावी जाऊ तो मंडली बहुत बड़ मंडली हो गला, शरीर खुलीगला, जीवन नहीं अपेक्षा कर कहले गंभीर ठीक रही लोक मैंने जीवन खाई बढ़ाटा आस्ते 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 बढ़ मात्र आस्ते आस्ते जो मंडली बढ़े जो शरीर केवल बढ़े मत षाठी बढ़े ना कि छोट थी गोटे दिन आपण छोट थे माँ हाथ में थे 5 फुटिया हो गले ना जीवन आस्ते आस्ते बढ़ले म्यूजिक नहीं ध्यान से शुणु कौन हम सी बहला पद जदि आसचे आस्ते 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 पड़ी चर्म पलैला मांस गला खाली हाड़ कंकाल अच्छी हाड़ मान उद्देश्य प्रचार करने निमंते कल परमेश्वर कहते पढ़तु पढ़तु 3-4 पद पढ़तु। तहिरे से मते कहिले हे मनुष्य संतान एई सकल अस्थि की सजीव होई पारे एथिरे मु उत्तर कली हे प्रभु सदा प्रभु आपण ताहा जानती। पुनर्बार से मते कहिले तुमे एही सकल अस्थिर उद्देश्य रे भविष्यत वाक्य प्रचार करी सेमानकु कुह हे शुष्क अस्थि सकल तुम्हे माने सदा प्रभुंकर वाक्य सुण। काहाकु कहउछंती शुष्क अस्थि माननकु केही कल कहउछंती सदा प्रभुंकर वाक्य सुण अर्थात हार कान अछि कान नथिले केमिति सुनिबे ए कान थी बाहर सदा प्रभुंकर वाक्य सुन प्रचार करके कुह प्रचार कर आ कुह कोई बातटा भिन्ने मन रखंतु प्रचार करवाटा भिन्ने एटा केतक प्रचारक माने जानती ना कोई बाटा भिन्ने प्रचार करवाटा भिन्ने कहवाटा जने लोक पाप कला कि दोष कला अपराध कला ताकू भिन्ने नहीं कि कुआ जाए जब्तर कुआ जाए नहीं प्रचार रे कुआ जाए नहीं केतक प्रचारक माने चांस पाइछि एहा बोली कि से माने कोन कहंती जने लोक कोन भूल भाल करि ताकू शिखेवा पाई कोइबा पाई जणेया पाई मने सारा प्रचार कर नहीं दुष्माचार प्रचार कर आ कोह कोह बोली कहले ताकू व्यक्तिगत भाव रे कोह आगो जाऊ नहीं टिके दौड़ीबा जाउछि एबे तो 4-5 पद पढ़मा पढ़। प्रभु सदा प्रभु एही सकल अस्थि को एही कथा कहंती देख आम्बे तुम मानक मध्यरे प्राणवायु प्रवेश कराइबा ओ तुम्भे माने जीवित हेबो पुणी आम्बे तुम मानक ऊपर शिरा देबा ओ तुम मानक ऊपर मांस उत्पन्न करिबा आ चर्म रे तुम मानक आच्छादन करिबा ओ तुम मानक मध्यरे प्राणवायु देबा आ तुम्भे माने जीवित हेबो तहिरे आम्बे जे सदा प्रभु होटु एहा तुम्भे माने जानिबो एथिरे मते जेपरि आज्ञा होइथिला पढ़ पढ़ एथिरे मते जेपरि आज्ञा होइथिला तदनुसारे मु भविष्यत वाक्य प्रचार कली पुणी मु प्रचार करू करू एक शब्द हैला ओ देख भूमिकंप हैला शब्द हैला धन्यवाद प्रभु शब्द हैला शब्द हेले लोक बुद्धि पारंती नहीं कौन हला बोली आका बाका ही जिबे डरी जिबे शब्द हेले। प्रिय भाई भौणी माने प्रभु
कले जिहिजिकल प्रभु जेमिति आदेश कले जेमिति कहिले सेमिति ही कहिले जेतबे शब्द हैला भूमिकंप हैला भूमिकंप बोल जान तो भूमिकंप हैला काहे कि ना वाक्य प्रचार करते भविष्य वाक्य प्रचार करते भूमिकंप हैला एडा हवा को दरकार वाक्य प्रचार करते भूमिकंप हैला यार अर्थ जते बेले भूमिकंप हेले कोन हुए भितरे जहा लुचि थाए गभीर भितर माटी ऊपर को आसी जाए बुझ पाले कि नहीं सुसमाचार कार्य सुसमाचार प्रचार रे और अनेक अनुभूति कथा मु आपण मानु कहूची जो थारे ईश्वर जेमिति कहउछंती पानी न मिसैबा सुसमाचार ईश्वरंकर जहा आदेश सुसमाचार जते बेले आमे प्रचार करू सेई समय भूमिकंप ही थाए आ भूमिकंप बोली कहले जा गुप्त दोष गुप्त पाप छुपेई की लुचेई की हृदय मध्यरे लुचेई थिबा सब बाहर कर जाए हो मो शांत हृदय कर प्रभु मते क्षमा करो मते तो कथा कहलो कि लुचेई थिबा कथा गुडी कथि का आसो एटा भूमिकंप केमिति हे भूमिकंप हला ना सुसमाचार छोड़िला के प्रचार कले ना जिहिजिकल कले ओ वाक्य भविष्यवाणी केतक प्रचारक माने प्रचार करती भूमिकंप हुए ना भीतर बाहर ना लोक परिवर्तन होती ना अनुताप हृदय आसे ना जमी वाक्य शुणा आसीले सेमती फेरबे ना वाक्य शुणा आसला कहीं चर्च को आसला कहीं विश्वासी नुआ होगी जावाक हम नूतन अनुभव होगी जावाक हम ध्यान से शुण कहिले कौन है स्थिर है पड़ तहिरे मु निरीक्षण कली आउ देख सेही सबु अस्थि उपरे शिरा हैला ओ मांस उत्पन्न है शिरा मांस उत्पन्न हैला देखला शिरा शरीर रे शिरा केवल सबु शिरा को शिरा कनेक्शन सेति पई मुंड बथा हेले जणा रे इंजेक्शन दो सबु शिरा को कनेक्शन गोटे शिरा को लागि सबु हाड़ को बांधी रखि यह प्रेम रजु बोली कहले भूल हम ना इष्ट प्रेम रे बांधी के रखिबा ये हाड़ को समस्त को एक करी रखिता से शिरा शरीर मांस उत्पन्न हैला केमिति है कि खाद्य मिलिला आज केतेक मंडलीय खाद्य खाई मुक्त वर्ण कले खाद्य खाइले मनुष्य बंचे आत्मिक खाद्य ईश्वर का वाक्य जीवन ही आहार खाद्य बंचे नहीं ईश्वर वाक्य बंचे वाक्य रूपी आहार खाइले कौन हम मांस हम देहरे मांस नथिले सुंदर देखा जाए ना शरीर देखो गाल सब बसी जाए मांस आसीगला तुम्मा तुम्मा गाल हो सुंदरा सुंदरी हो जदि मांस नहीं ताहले कौन हम जानी छाती हाड़ भारी पड़े पंद्रह हाड़ भारी पड़े गाल पशि जाए आखि सब पशि जाए केते सुंदरी झील हेले केते सुंदरा पुआ हेले असुंदर देखा जाए बेसी वर्णना करने समय हम ना टाइम हो गला कौन करी हाँ मांस उत्पन्न करे तापरे पुणी चर्म से सबु को आच्छादन कला मात्र से सबुर मध्यरे आच्छादन कला हाड़ शुणु चर्म आच्छादन कला हाड़ एकत्र हेले
ପିଣ୍ଡି ହାଡ଼ ନାହିଁ କି ବେକରେ ଯଦି ହାଡ଼ ଆସିଥାନ୍ତା ଏ ବେକର ହାଡ଼ ପିଣ୍ଡି ଯାଇଥାନ୍ତା ବୋଲି କହିଲେ କେମିତି ହେଇଥାନ୍ତା? ବଗ ପରି ମୁଣ୍ଡ ଏମିତି ହେଇଥାନ୍ତା, ନହେଲେ ଜେବ୍ରା କହିବେ ନା ଜିରାଫ ପରି ଏମିତି ହେଇଥାନ୍ତା। ନାଇଁ ହାଡ଼ ଯୋଉଠି ହାଡ଼ ସେଇଠି। କେତେବେଳେ ଆମର ମଣ୍ଡଳୀରେ ମୁଁ କେବଳ କେତେବେଳେ କହିବାକୁ ପଡେ ମୋ ସଭାକୁ ଯିବି ମଣ୍ଡଳୀ ଯାଇ ସେମାନେ କେବଳ ଝିଅ ଜାଗାରେ ପୁଅ ଜାଗାରେ ମିଶା ମିଳା ମିଶି ବସିବେ, ମୁଁ ସେମାନଙ୍କୁ ଅଲଗା କରିଦିଏ। ନାଇଁ ପୁଅ ଜାଗାରେ ରହିବ, ଝିଅ ଯୋଉ ଜାଗାରେ ଝିଅ ଜାଗାରେ ଝିଅ ବସୁ, ପୁଅ ଜାଗାରେ ପୁଅ ବସୁ। ଆଉ କେତେକ ଜାଗାରେ କେବଳ ପାଷ୍ଟର ମାନେ ବସିବା ଜାଗାରେ ଲାଗି ବିଶ୍ୱାସ ବସିଦେବେ। ମୁଁ ଗୋଟେ ଜାଗାରେ ସେମିତି ଯାଇଥିଲି ବିବାହ, ସବୁ ବସିଛନ୍ତି, ମତେ ଠିଆ ହେବାକୁ ମତେ ଜାଗା ନାହିଁ। ବସିବାଟା ଜାଣିବେ, ଆପଣର ସ୍ଥାନ ନିଜେ ଜାଣିବେ। ଆଉ ତମେ ବସିଲା ଉତାରେ କିଏ ଗୋଟେ ଆସି ଉଠାନ୍ତୁ ନାହିଁ, ତମର ଜାଗା ଏଇଟା ନାହିଁ, ଏଠିକି ଆସ ବୋଲି କହିଲେ ଲଜ୍ଜାର କଥା, ଅପମାନ। ଯୋଉଠି ହାଡ଼ ସେଇଠି, ଗୋଡ଼ ହାଡ଼ରେ ହାତ ହାଡ଼ ଲାଗିବ ନାହିଁ, ହାତ ହାଡ଼ରେ ଗୋଡ଼ ହାଡ଼ ଲାଗିବ। ଶିରା ହେଲା, ମାଂସ ହେଲା, ଚର୍ମ ଆଚ୍ଛାଦନ ହେଲା। ଚର୍ମ ଯେତେବେଳେ ଆଚ୍ଛାଦନ ହବ ସମସ୍ତଙ୍କୁ ଘୋଡେଇକି ରଖେ ଚର୍ମ। ଯଦି ସବୁ ଆଚ୍ଛାଦନ କରିବେ, ଟିକେ ଯଦି ଆପଣ ଯଦି ଆଚ୍ଛାଦନ କରିବେ ନାହିଁ ତାହେଲେ କଣ ହବ? ମାଛି ଆସିକି ବସିବେ। ମାଛି ବସିବ ନାହିଁ, ମାଛି ହଗିବ, ଘା କରିବ। ଗୋଡେଇବେ ତ ଗୋଡେଇବେ, ଭଲରେ ଗୋଡାନ୍ତୁ। କେତେ ଜାଗାରେ କଥା ନାହିଁ, ଗୋଟେ ଜାଗାର କଥା ମୁଁ କହିବି। ଚର୍ଚ୍ଚ ଯାଇଛି, ମତେ ବକ୍ତାଙ୍କ ଡାକିଛନ୍ତି ତାଙ୍କ ଚର୍ଚ୍ଚକୁ। ହେଲେ ସବୁବେଳେ ଭଉଣୀ ମାନଙ୍କର ପାଲି ପଡିଥାଏ ଆଗରେ ସାକ୍ଷ୍ୟ ଦେବା ପାଇଁ। ଭଉଣୀ ଉଠିଲା, ତାଙ୍କୁ ସାକ୍ଷ୍ୟ ଦେଲା, ମୋ ପାଇଁ ପ୍ରାର୍ଥନା କର, ମୋ ପରିବାର ପାଇଁ ପ୍ରାର୍ଥନା କର। ମୋର ସ୍ୱାମୀ କେବଳ ପିଇକି ଆସନ୍ତି, ଆଉ ପିଇକି ଆସିକି ମତେ ମାରି ପକଉଛନ୍ତି। କାଲି ମତେ ବହୁତ ମାରିଲେ ପିଇକି ଆସିକି, ଆଉ ମୋର ସ୍ୱାମୀ ପାଇଁ ପ୍ରାର୍ଥନା କର ବୋଲି ତାର ସ୍ୱାମୀର ବିଷୟ କହିଲା। ପୁଅ ମାନଙ୍କ ମଧ୍ୟରେ ଆସିଲା ସାକ୍ଷ୍ୟ କରିବା ପାଇଁ। ପୁଅ ଉଠିଲା, ମୋ ସ୍ତ୍ରୀ ପୁରା ମିଛ କହୁଛି, ମୁଁ କେବେ ତାକୁ ମାରି ନାହିଁ। ସେତେବେଳେ ସ୍ତ୍ରୀ କହିଲା, ପ୍ରଭୁଙ୍କ ଆଗରେ, ଚର୍ଚ୍ଚ ଆଗରେ, ପ୍ରଭୁଙ୍କ ଲୋକମାନଙ୍କ ଆଗରେ, ପାଷ୍ଟର ଆଗରେ ଏତେ ସାହସ ମିଛ କଣ? ଭାଇ କଣ ସେଠି ଗଣ୍ଡ ଚୁଟି ଧରିକି ପିତା ଫୁଟିଛି ଚର୍ଚ୍ଚରେ, ଆଉ କି ବାକ୍ୟ ଦେବି? ପରସ୍ପର ଭୁଲ ଲୁକେଇବା ନିମନ୍ତେ ଆପଣ ମାନେ ଶିଖିବେ। ମୁଁ ହାଟକୁ ଯାଇଥିଲି ଗୋଟେ ଦିନ, ମୋର ଗୋଟେ ବିଶ୍ୱାସୀ ସେ ସିଗାରେଟ ଧରିଛନ୍ତି ହାତରେ। ମୋ ସାମ୍ନାରେ ଆସନ୍ତି, ମୁଁ ଦେଖିଲି ହାତରେ ସିଗାରେଟ ଅଛି। ମୁଁ କଣ କଲି ଜାଣିଛନ୍ତି? ତାକୁ ଲୁଚିଲି। ଭଲ ଦାନ ଦିଅନ୍ତି, ଦଶମାଂଶ ଦିଅନ୍ତି, ପଇସା ଦିଅନ୍ତି, ସେମିତି ବିଶ୍ୱାସୀ। ମାତ୍ର ସିଗାରେଟ ଅଛି। ମୁଁ ଜାଣିନଥିଲି କେବେ ସେ ହାଟରେ କେବଳ ମାରୁଛନ୍ତି ଦମ। ଦେଖିଲି ଆଉ ତାଙ୍କୁ ଲୁଚିଲି। ହେଲେ ମୁଁ ଜାଣିଲି ତାର ଗୁପ୍ତ ବିଷୟ। ମୁଁ ଚର୍ଚ୍ଚରେ କହିବି କି ନା ତାଙ୍କ ଘରେ କହିବି? କାହାକୁ କହିବି? ମୁଁ କହିଲି କାହାକୁ? ଗୋଟେ ଲୋକକୁ, ସେ ହଉଛନ୍ତି ଖ୍ରୀଷ୍ଟ। ତାକୁ ମୁଁ କହିଲି, ପ୍ରଭୁ ଆକୁ ପରିବର୍ତ୍ତନ ହବା ତମେ ହିଁ କରିବ। ବାକ୍ୟ ପ୍ରଚାର କରୁ 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 ସେ ନିଜେ ଉଠିଲା ଆଉ ସ୍ୱୀକାର କଲା, ମୋର ଗୋଟେ ବହୁତ ବଡ ଗୁପ୍ତ ବିଷୟ ଏଇଟା, ପବିତ୍ର ଆତ୍ମା ମତେ ପ୍ରକାଶ କଲେ, ମୁଁ ଆଜି ଦିନଠୁ ସିଗାରେଟ ପିଇବି ନାହିଁ। ଯଦି ମୁଁ ସେଇ ଭାଇକି ହାତରେ ଯଦି କହିଥାନ୍ତି, ଭାଇ ତମେ ସିଗାରେଟ ପିଉଛ, ସେ ହାତରେ ଫିଙ୍ଗି ଦେଇଥାନ୍ତା। ହଁ ଆଜ୍ଞା, ଏଇଟା ଗୋଟେ ଦୁର୍ବଳ ଅଛି ବୋଲି କହିଥାନ୍ତା। କାଲି ସକାଳେ ମୋର ସାମ୍ନାରେ କେବଳ ପିଇଥାନ୍ତା, ଆଜ୍ଞା ମୋ ଦୁର୍ବଳ ଜାଣିଛନ୍ତି ତ। ସ୍ତ୍ରୀର ଗୁପ୍ତ ବିଷୟ ଯଦି ପୁରୁଷ ଜାଣିଲା, ଲୁଚେଇ ଦିଅନ୍ତୁ। ପୁରୁଷର ଦୁର୍ବଳତା ଯେତେବେଳେ ସ୍ତ୍ରୀ ଜାଣିଲା, ଲୁଚେଇ ଦେଇକି ତାକୁ ଢାକା ଦେଇକିରି ରେଡି ଜାଗ୍ରତ କରି ଗୋପନ କରିବା ନିମନ୍ତେ ଆପଣମାନେ ପ୍ରସ୍ତୁତ ହୋଇଯାଆନ୍ତି। ଯଦି କିଏ ଗୋଟେ ଭୁଲ କଲା ବୋଲି ମଣ୍ଡଳୀରେ ତାକୁ ନେଇକି ଟାଙ୍ଗରା ପିଟି
डंगे 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 बजान तो नहीं सॉरी टाइम हो गला हम कौन कहिबी अपन मानकु देखा जे हिजिकल वाक्य प्रचार कले भूमिकंप हला हाड़ माने एकत्र हेले शीरा बहिला मांस हेला आ केवल अपु हेले मध जीवन थिला ठीक है पढ़ନ୍ତୁ मात्र से सबुर मध्यरे प्राणवायु नथिला तहिरे से मते कहिले हे मनुष्य संतान तुमे वायु उद्देश्य भविष्यत वाक्य प्रचार कर ओ वायु को कुह प्रभु सदाप्रभु एही कथा कहंती हे प्राणवायु चतुर्दिगरु आस ओ एही हत लोक माने जेपरि जीवित हेबे एथिपई सेमानको उपरे बह तहु से मते जेपरि आज्ञा कले तदनुसारे मो भविष्यत वाक्य प्रचार करन्ते प्राणवायु सेमानଙ୍କ ମଧ୍ୟକୁ ଆସିଲା ଆଉ ସେମାନେ ଜୀବିତ ହେଲେ ଓ ଅତିଶୟ ମହତି ସେନା ହୋଇ ଆପଣା ଆପଣା ଚରଣରେ ଠିଆ ହେଲେ ତେବେ ସେ ମତେ କହିଲେ हे मनुष्य संतान हे ଏହି ଅସ୍ତି ସକଳ ସମୁଦାୟ ଇସ୍ରାଏଲ ବଂଶ ଅଟନ୍ତି ଦେଖ ସେମାନେ କହନ୍ତି ଆମ୍ଭମାନଙ୍କର ଅସ୍ତି ସବୁ ଶୁଷ୍କ ହୋଇଅଛି ଆମ୍ଭମାନଙ୍କର ଭରସା ନିଜ ଗୋଡ଼ରେ ନିଜେ ଠିଆ ହେବା ପାଇଁ ଶିକ୍ଷା ପାଅ अन्न गोड़े ठिया हेबा पई इच्छा प्रकाश न करो केही मते क्या करू छाड़ी दियो निजे चेष्टा कर ठिया हेबा निमंते निजर अर्थ मंडली बनाओ जॉब बनाओ को बाहर लोक पैसा देले हमें तो सब बनैबा मुंडरो बाहर कर दियो निज राज्य निमंते निज मंडली निमंते निज परिवार निमंते निजे हमें क्या हवा को दरकार और राबारी खादा राबारा खादा ध्यान सहित शुणु प्राण वायु कुआरू आसी बोली कहले चतुर्दिगरु आसी चतुर्दिग बोली चारटा दिग कौन आसी प्राण वायु माथी गुटे दिग मार्ग आउ गुटे दिग लुक आउ गोटे दिग जहन आउ गोटे दिग ए चतुर्थ दिगरु प्राण वायु जीवन जीवंत वाक्य ईश्वर मुख निष्कृत सुसमाचार मनुष्य मते दसे आसिला मनिष दिया हेला देखो समय हेबा तुम आगो को जाओ नहीं मरि जाई गंडी जलर गंध बाजिबा हेतु ईश्वर वाक्य पहुंचवा हेतु मृत्यु जीवित हला आज कहीं न हब मृत्यु हो पड़ो कि ना जीवन न थी बड़ लोक जदि हम फुलिच दुर्गंध बाहर जीवन ईश्वर वाक्य सबुठार रहो रज्जुर प्रमाणे आत्मा शक्ति तुम बड़ शैतान सहित लड़ पवित्र जीवन काट प्रभु तुमको मत आशीर्वाद करतु आसतु मो छोट गोटे प्रार्थना करी पिता मु तुमको धन्यवाद दिए वाक्य जो माने सुनी प्रत्येक लोक सजीव होई देखिया तुम दया कर गंडी सुखी गले जलर गंध बाजिले पुनर्जीवित हो रपित वृक्ष परी फल फलिब हे पिता मु तुमको धन्यवाद दिए हे प्रभु मु तुमको धन्यवाद दिए मंडली रे केतेक लोक मृत्यु हो जाती प्रभु शारीरिक जीवन थे आत्मिक जीवन नष्ट हो जाए फेरी पाइबा मु तुम तुम भक्त मु तुम निवेदन कर वाक्य जो मैंने शुणी पुनर्बार फेरवा निमंते पुनर्बार बंचवा निमंते कृपा कर प्रभु कृपा कर कृपा कर वाक्य द्वारा केवल क्या दया महत्व सना है क्या निज चरण में क्या मुंदे ओ दीक्षा पाना पारा तार सखंडर पाना होली हे पवित्र आत्मा कार्य करो ओडिसा रे कार्य करो ओडिसा रे कार्य करो भारत को रक्षा करो पृथ्वी की विश्व को तुम उद्धार करो एक कोरोना महामारी को उद्धार करो मृत्यु तुम्हें बचाओ वाक्य प्रचुर लोक मान खड़े रहो तुम दास लोक मान सबे व्यवहार मो तेरे
दास मो क्षुद्र तुम न्यून सेवक तुम वाक्य प्रचार करने मत अनुमति देती तो निजक सौभाग्य मन कर तुमको धन्यवाद यीशु पवित्र बहुमूल्य नाम रे निवेदन करी ग्रहण करता आमेन।